ସମସ୍ତଙ୍କୁ ମୋର ନମସ୍କାର। 2023 ମସିହାର ଆମେ ଯୋଉ ଲାଇଫ ସ୍କେଚ୍ ଅଫ୍ ମନୋଜ ଦାସ ଶୀର୍ଷକ ଯୋଉ ଆଲୋଚନା ଚକ୍ର ଆରମ୍ଭ କରିଛୁ, ତାର ଆଜି ହେଉଛି 14ତମ ସଂସ୍କରଣ ଏବଂ 2023 ମସିହାର ଶେଷ ଆଭାସୀ ବୈଠକ। ୟା ପରେ ଆମେ ପରସ୍ପରକୁ ଭେଟିବା ପୁଣି ଆଉଥରେ 2024। ତ ମୁଁ ଅନୁରୋଧ କରିବି ମୋର ବନ୍ଧୁ ସଞ୍ଜୟଙ୍କୁ, ସିଏ ଆନୁଷ୍ଠାନିକ ଭାବରେ ଆଜିର ଯୋଉ କାର୍ଯ୍ୟକ୍ରମ ତାକୁ ଆରମ୍ଭ କରିବେ। ସଞ୍ଜୟ। ଧନ୍ୟବାଦ ସୁନୀଲ। ସମସ୍ତଙ୍କୁ ମୋର ସ୍ୱାଗତ ନମସ୍କାର। ମହାନ ସାରସ୍ୱତ ସାଧକ ମନୋଜ ଦାସଙ୍କ ଜୀବନୀ ଓ ରଚନା ନେଇ ସାଧାରଣ ପାଠକ ଭାବରେ ଆମେ ଯେଉଁ ଆଲୋଚନା ଆରମ୍ଭ କରିଥିଲୁ, ଆଜି ତାହାର ଚତୁର୍ଦ୍ଦଶ ବୃତ୍ତାନ୍ତ। ଓଡ଼ିଆ ଭାଷା ଓ ସାହିତ୍ୟକୁ ଯଦି କେହି ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିପାରିଥାନ୍ତି, ତେବେ ସେ ହେଉଛନ୍ତି ମନୋଜ ଦାସ। ମାନବବାଦୀ ସାହିତ୍ୟର କାଳଜୟୀ ସ୍ରଷ୍ଟା ସେ। ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା ହେଉଛି ତାଙ୍କ ସାହିତ୍ୟାଦର୍ଶର ମୂଳ କଥା। ତାଙ୍କର ଦୃଷ୍ଟି ଓ ଦର୍ଶନରେ ରହିଛି ଦିବ୍ୟ ଚେତନା। ଏକ ସୁସ୍ଥ ମନ ଓ ମୁକ୍ତ ଚିନ୍ତନ ହେଉଛି ତାଙ୍କର ମୌଳିକତା ଓ ବିଶେଷତ୍ୱ। ଭାଷା ଓ ଭାବର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥାଏ ତାଙ୍କ ରଚନାରେ। ମନୋଜ ବାବୁଙ୍କୁ ଜାଣିଥିବା ବିଭିନ୍ନ ପ୍ରତିଷ୍ଠିତ ଲେଖକଙ୍କ ବର୍ଣ୍ଣନା ଏବଂ ମନୋଜ ବାବୁଙ୍କ ନିଜସ୍ୱ ରଚନାର ଆଧାରରେ ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟ କୃତି ସମ୍ପର୍କରେ କହିବା ପାଇଁ ଆମ ସହ ଆଜି ଅଛନ୍ତି ସମୀର ଭାଇ, ସମୀର ରଞ୍ଜନ ଦାସ। ସମୀର ଭାଇ ପଣ୍ଡିଚେରୀରେ ମନୋଜ ସାରଙ୍କ ସହ ଦୀର୍ଘ ବର୍ଷ ଅତିବାହିତ କରିଛନ୍ତି, ତାଙ୍କୁ ଅତି ନିକଟରୁ ଦେଖିଛନ୍ତି। ଆମେ ମନୋଜ ବାବୁଙ୍କ ଜନ୍ମସ୍ଥାନ ବାଲେଶ୍ୱରର ଶଙ୍ଖାରୀ, ତାପରେ ବାଲେଶ୍ୱର ଓ କଟକ ସମୟର କଥା ଆଲୋଚନା କରୁଥିଲୁ। ମନୋଜ ବାବୁଙ୍କ ସମ୍ପାଦିତ ଦିଗନ୍ତର ପ୍ରକାଶନ କଥା ବି ଆଲୋଚନା କରିଥିଲୁ। ଏସବୁ ମନୋଜ ବାବୁଙ୍କ ପଣ୍ଡିଚେରୀ ଯିବାର ପୂର୍ବ ଘଟଣା ସବୁ। ଏବେ ମୁଁ ସମୀର ଭାଇଙ୍କୁ ଅନୁରୋଧ କରିବି, ସେ ତାଙ୍କର ଆଜିର ଆଲୋଚନା ଆରମ୍ଭ କରିବେ। ସମୀର ଭାଇ। ଆଜ୍ଞା, ସମସ୍ତଙ୍କୁ ପ୍ରଣାମ। ମୁଁ ଆଜି ସିଧା ଅଫିସରୁ ଆସିକି ଆପଣମାନଙ୍କ ସାମ୍ନାରେ ବସିଛି। ମୁଁ କିଛି ଯୋଉ ମାନେ ଇଭିନ୍ ଡ୍ରେସ୍ ଚେଞ୍ଜ କରିନି, କିଛି ହେଇନି। ଘରେ କୋଉ ଅବସ୍ଥାରେ ଅଛି ମୁଁ ଜାଣିନି। ମୁଁ ସେଥିପାଇଁ କ୍ଷମା କରିଦେବେ ମୋତେ। ଆଜି ଆମର କ୍ୱାର୍ଟର ଏଣ୍ଡିଂ ଥିଲା, ଡିସେମ୍ବର 31 ପୂର୍ବର ପ୍ରଥମ ମାନେ ଲାଷ୍ଟ ୱାର୍କିଂ ଡେ। ତ ନର୍ମାଲି ଆମର ବହୁତ ଥାଏ ସବୁ କମ୍ପ୍ଲେନ୍ସ ରିଲେଟେଡ୍ ମ୍ୟାଟର, ତ ଆମେ ତା ଭିତରେ ମୁଁ ବ୍ୟସ୍ତ ଥିଲି। ଆଉ ସିଏ ସରିଗଲା ବି ଠିକ୍ ଟାଇମ୍ରେ। ମୁଁ ଆସି ପହଞ୍ଚିଛି, ମୋତେ କ୍ଷମା କରିବେ ବୋଲି ମୋର ଏ ଅପ୍ରତୁସ୍ଥ ଭାବରେ ଆପଣ ପରା ପହଞ୍ଚିଥିବାରୁ ଆମେ ଆଉ ଥରେ ମୁଁ ସ୍ପଷ୍ଟୀକରଣ ଦେବାକୁ ଚାହୁଁଛି ଯେ ଆମେ ସମସ୍ତେ ପାଠକ ହିସାବରେ ମନୋଜ ଦାସକୁ ବୁଝିବାକୁ ଚେଷ୍ଟା କରୁଛେ, ତାଙ୍କ ବ୍ୟକ୍ତିତ୍ୱକୁ ଆକଳନ କରିବାକୁ ଚେଷ୍ଟା କରୁଛେ। ଆଉ ଆମେ କେହି ପଣ୍ଡିତ ନୁହନ୍ତି, ଆଉ ମାନେ ଜ୍ଞାନୀ ନୁହନ୍ତି। ସାଧାରଣ ପାଠକ ଭାବରେ ତାଙ୍କୁ ଆମେ ଜାଣିବାକୁ ଚେଷ୍ଟା କରୁଛେ। ସେଥିପାଇଁ ଆମ ପାଖରୁ କୌଣସି ବୌଦ୍ଧିକ ମାନେ ଏକ୍ସଲେନ୍ସି ଟାଇପ୍ର ଜିନିଷ କିଛି ଆଶା କରିବେନି। ଆମେ ସମସ୍ତେ ଛୋଟ ଛୋଟ ପାଠକ। ଆଉ ମୁଁ କାଲି ଆକ୍ଚୁଆଲି ଗୋଟେ ଗାଁକୁ ଏଠୁ 40-60 କିଲୋମିଟର ଦୂରରେ ପାଲିତାନା ବୋଲି ଗୋଟେ ଛୋଟ ସହର, ସେଇଟା ହଉଛି ଜୈନ୍ୟ ମାନଙ୍କର ଗୋଟେ ବିରାଟ ତୀର୍ଥକ୍ଷେତ୍ର, ପୃଥିବୀ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସେମାନଙ୍କର। ସେଠିକି ଯାଇଥିଲି। ସେ ବର୍ତ୍ତମାନର ଯିଏ ସେଣ୍ଟରର ହେଲ୍ଥ ମିନିଷ୍ଟର, ତାଙ୍କର କନଷ୍ଟିଚ୍ୟୁଏନ୍ସି ସେଇଟା। ମୁଁ ଅଫିସିଆଲ କାମରେ ଯାଇଥିଲି। ସେଠି ଗୋଟେ ଭୁଇଁ ବରକୋଳି ବହୁତ ମିଳୁଥିଲା। ମାନେ ବହୁତ ଦିନ ପରେ ଭୁଇଁ ବରକୋଳି ଖାଇବାକୁ ମିଳିଲା। ମୁଁ ପୁଳାଏ ଖାଇ ଦେଇଛି। ଆଉ ସେଥିପାଇଁ ମୋର କାଶ ବି ହଉଛି, ଆଉ ମଝିରେ ମଝିରେ କାଶ ହବ। ସେଥିପାଇଁ ଦୟାକରି କ୍ଷମା କରିବେ। ମତେ ଭୁଇଁ ବରକୋଳିର ଲୋଭ ମୁଁ ସମ୍ଭାଳି ପାରିଲିନି। ଆଉ ଏଇ ଯୋଉ ଆମେ ବର୍ତ୍ତମାନ ମନୋଜ ଦାସଙ୍କ ଜୀବନ ଉପରେ ଯୋଉ ଆଲୋଚନା କରୁଛେ, ସେଥିରେ ବାଲେଶ୍ୱର ଏବଂ କଟକରେ ତାଙ୍କର ଯୋଉ ବ୍ୟକ୍ତିଗତ ଭାବରେ କଲେଜ ଜୀବନ ଉପରେ ଆମେ ମୁଖ୍ୟତଃ ଆଲୋଚନା କରୁଛେ। ଆଉ ମୁଁ ତାଙ୍କର କେତେ ଜଣ ବନ୍ଧୁଙ୍କର ଲେଖା ପଢି ଆପଣଙ୍କୁ ଶୁଣେଇ ସାରିଲା ପରେ ଏବେଠାରୁ ମନୋଜ ଦାସ ସେଇ ସମୟର ଯୋଉ ସ୍ମୃତି ଉପରେ ଆଲୋଚନା କରିଛନ୍ତି, ତାକୁ ମୁଁ ଆପଣମାନଙ୍କ ପାଖରେ କହିବା ପାଇଁ ଚେଷ୍ଟା କରୁଛି। ଆଜି ମୁଁ ବାଛିଛି ସ୍ମୃତିର ପ୍ରଦୀପ ବହିର ଅପସ୍ମୃତ ମୁହଁ ଓ ମୁହୂର୍ତ୍ତ ଶତକ ଲେଖାଟି ମନୋଜ ଦାସଙ୍କର। ଏଇଟା 2004 ସମାଜର ଯୋଉ ବାର୍ଷିକ ବିଶେଷାଙ୍କ ହୁଏ ଗୋପବନ୍ଧୁ ସ୍ମୃତି ସଂଖ୍ୟା,
ସେଇଥିରେ ପ୍ରକାଶ ପାଇଥିଲା। ମୁଁ ପଢିବା ଆରମ୍ଭ କରୁଛି। ସେଥିରେ ଏ ଲେଖାରେ ସିଏ ବାଲେଶ୍ୱର ଆଉ କଟକର ବହୁତ ଆଉ ତାଙ୍କ ପିଲାବେଳର କିଛି ସ୍ମୃତି ବି ଏଠାରେ ଉଲ୍ଲେଖିତ କରିଛନ୍ତି। ଗୋପବନ୍ଧୁ ସ୍ମୃତି ସମର୍ପିତ ସମାଜ ବିଶେଷଙ୍କ ସକାଶେ ଏଥର 2004 ନୁହେଁ, ପୂର୍ବରୁ ମଧ୍ୟ କେତେଥର କିଛି ଲେଖିବାକୁ ବସିଛି। ଗୋଟାଏ ପ୍ରଶ୍ନ ବଡ଼ ଜୀବନ୍ତ ମନେ ହୋଇ ଉଠିଛି ମନରେ। ସେଭଳି ମଣିଷ ଜଣେ ମାତ୍ର 80-90 ବର୍ଷ ତଳେ ଓଡ଼ିଶାର ବାତାବରଣରେ ସମ୍ଭବପର ହୋଇଥିଲେ କେମିତି? ମାତ୍ର ଅର୍ଦ୍ଧଶତକ ବର୍ଷର ଜୀବନ କାଳ ଭିତରେ ଜଣେ ଏତେ ପ୍ରକାର ତ୍ୟାଗ ଓ କୃତିତ୍ୱର ଦୃଷ୍ଟାନ୍ତ ବା ରଖିଗଲେ କେମିତି? ସେହି ଅଦେଖା ମଣିଷଟିର ସ୍ମୃତି ଆଜି ଏ ଲେଖକ ଦେଖିଥିବା ଅଥଚ ମହାକାଳର ଆକାଶରେ ଅଦୃଶ୍ୟ ହୋଇଯାଇଥିବା କେତୋଟି ସ୍ମରଣୀୟ ଏବଂ ଅବିସ୍ମରଣୀୟ ଚରିତ୍ରର ସାମାନ୍ୟ ଏକ ଏକ ଝଲକ ପରିବେଷଣ କରିବାକୁ ପ୍ରେରଣା ଦେଉଛି। ଗୋପବନ୍ଧୁଙ୍କ ଦୁଇ ସହକାରୀଙ୍କ ସ୍ମୃତିରୁ ହିଁ ଆରମ୍ଭ କରୁଛି। ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢିବା ବେଳେ ପ୍ରଥମେ ପଣ୍ଡିତ ଗୋଦାବରୀଶଙ୍କୁ ଦେଖିବାର ସୁଯୋଗ ହୋଇଥିଲା। ଫକୀର ମୋହନ କଲେଜର କୌଣସି ଅନୁଷ୍ଠାନକୁ ସେ ଆସିଥିଲେ। ମଞ୍ଚ ଉପରକୁ ଯିବା ପୂର୍ବରୁ ପ୍ରେକ୍ଷାଳୟର ପ୍ରଥମ ଧାଡିରେ ଏକାକୀ ବିଦ୍ୟମାନ ସେ ସୁଦର୍ଶନ ସୁଗମ୍ଭୀର ବ୍ୟକ୍ତିତ୍ୱଟି ସହ ଟିକିଏ ଆଳାପ କରିବା ପାଇଁ କେହି ଯେମିତି ଭରସି ପାଖକୁ ଯାଇପାରୁନଥିଲେ। ତେବେ ଅଚିରେ ମଞ୍ଚ ଉପରକୁ ଯାଇ ଭାଷଣ ଆରମ୍ଭ କରିବା ମାତ୍ରେ ସେ ଗାମ୍ଭୀର୍ଯ୍ୟର ଆବରଣ ଭିତରୁ ଉଦ୍ଗତ ହୋଇଥିଲା ଢେଉ ପରେ ଢେଉ ମଧୁର ହସ। କବିତା କେତେ ପ୍ରକାର ହୋଇପାରେ ତାର ଅନ୍ୟତମର ନମୁନା ରୂପେ ସେ ଆବୃତ୍ତି କରିଥିଲେ ଏକଦା ତାଙ୍କର ଜଣେ ସହପାଠୀ ରଚନା କରିଥିବା ଉପଧା ମିଳନ ସମନ୍ୱିତ ଆରାରୁଟ ଶୀର୍ଷକ କୃତିର ପ୍ରଥମ ଦୁଇ ଧାଡି। ଆରାରୁଟ, ତୋ ଭଳି କେ ଅଛି ସଂସାରେ, ତୁହି ସିନା ପଥ୍ୟ ଅଟୁ ଜ୍ୱର ଓ ଝାଡାରେ। 2-3 ବର୍ଷ କବିତା କେତେ ପ୍ରକାର ହେଇପାରେ ତାର ଅନ୍ୟତମ ଉଦାହରଣ ଭାବେ ଏଇଟା ଗୋଦାବରୀଶ ମହାପାତ୍ର ସେ ଭାଷଣରେ କହିଥିଲେ। ମନୋଜ ଦାସ ତାକୁ କେତେ ବର୍ଷ ପରେ ଏଇଟା ଲେଖୁଛନ୍ତି, ମାନେ ତାଙ୍କର ଯୋଉ ସ୍ମୃତି ସିଏ ପୁରା ଏକ୍ଜାକ୍ଟଲି ମାନେ କେତେଟା କବିତା ଇଂରାଜୀରେ ଆଉ ଓଡିଆରେ ସେ ପୁରା ମନେ ରଖି ଦେଇଥିଲେ। ଯେତେବେଳେ କଥା ଭିତରେ ସେ କହିଦେବେ, ସେ ପୁରା ଗାଇ ଦେଇଯିବେ ତାକୁ। ସେ କିପରି ତାକୁ ମାନେ ବ୍ୟକ୍ତିଗତ କଥା ବେଳେ ସେ ଗାଇ ଦେଇଯିବେ, ସେ କେମିତି ମନେ ରଖିଥିଲେ। ଯାହା ହଉ 2004 ମସିହାରେ ସେ ଲେଖୁଛନ୍ତି ସେ ସମୟର 2049 ମସିହାର କଥା। ଆଉ ସେ ସମୟରେ ସିଏ କବିତାରେ କୋଉ ପଂକ୍ତି ଭାଷଣରେ କହିଥିଲେ ତାକୁ ସେ ଉଲ୍ଲେଖ କରୁଛନ୍ତି। 2-3 ବର୍ଷ ପରେ 1952 ବା 1953ରେ ତାଙ୍କୁ ଭେଟିଥିଲି ତାଙ୍କ କଟକ ବାସଭବନରେ। ତାଙ୍କୁ ନିମନ୍ତ୍ରଣ କରିବାକୁ ମୋତେ ପଠାଇଥିଲେ ଫକୀର ମୋହନ କଲେଜ ୟୁନିୟନ। ମୋ ସହ ଯାଇଥିଲେ ଜଣେ ରାଜନୀତି ଯଶପ୍ରାର୍ଥୀ ଯୁବକ। ଗୋଦାବରୀଶ ବାବୁ ତାଙ୍କୁ ପଚାରିଦେଲେ, ଅଧ୍ୟୟନ ଅନ୍ତେ ଯୋଜନା କଣ? ଯୁବକ ଉତ୍ତର ଦେଲେ, ରାଜନୀତି କରିବି। ଭାବଭଙ୍ଗୀର କୌଣସି ପ୍ରତିକ୍ରିୟା ନ ଦେଖାଇ ମୃଦୁ କିନ୍ତୁ ଶାଣିତ କଣ୍ଠରେ ଗୋଦାବରୀଶ ବାବୁ କହିଲେ, ଆମ ଯୁବାବସ୍ଥାରେ ରାଜନୀତି କରିବା ଭଳି ଧାରଣା ମନକୁ ଆସୁନଥିଲା। ଦେଶ ସେବାର ଆଦର୍ଶ ଆମକୁ ଅନୁପ୍ରାଣିତ କରୁଥିଲା। ରାଜନୀତି ଥିଲା ବହୁଧା ପ୍ରବାହିତ ସେ ସେବାଧାରାର ଏକ ଶାଖା ମାତ୍ର। ପରେ ପରେ ଯାଇଥିଲି ପଣ୍ଡିତ ନୀଳକଣ୍ଠ ଦାସଙ୍କ ନିବାସକୁ। ପଣ୍ଡିତ ପ୍ରବର ବସିଥିଲେ ଶଯ୍ୟା ଉପରେ। ଚିବୁକ ନ୍ୟସ୍ତ ଥିଲା ବଙ୍କୁଲି ବାଡିର ଅଗ୍ରଦେଶରେ। ତଳକୁ ପ୍ରସାରିତ ପାଦ ପାଖରେ ଉପବିଷ୍ଟ ଥିଲେ ଜଣେ ଅନୁଗତ। କାହିଁକି କେଜାଣି ସେ ଆକର୍ଣ୍ଣ ଆପ୍ୟାୟିତ ହସ ଖେଳାଇ ବାରମ୍ବାର ବାଡିଟିକୁ ଆଉଁସି ପକାଉଥିଲେ। ପାଖରେ ଚୌକି ଉପରେ ସମାସୀ ନଥିଲେ ପଣ୍ଡିତ ଗୋଦାବରୀଶ। ମୁଁ ତଳେ ବସିଲି। ଉଭୟ ପଣ୍ଡିତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ମୋର ଯେତେ ଦୂର ମନେ ପଡୁଛି ନୂଆ ଦଳଟିଏ ଗଢିଥିଲେ। ତହିଁର ଅଳ୍ପ ଦିନ ପୂର୍ବରୁ ପଣ୍ଡିତ ନୀଳକଣ୍ଠଙ୍କ ନବଭାରତରେ ମୋର ଏକ କବିତା ପ୍ରକାଶ ପାଇଥାଏ। ତାର ପ୍ରଥମ 2 ଧାଡି ମୋଟାମୋଟି ଏହି ପ୍ରକାର। ଆଜି ଅକଳନ କାଳ ପରେ ଶଙ୍କର ତୁମେ ତାଣ୍ଡବ ରଚ ମର୍ତ୍ତ୍ୟ ଭୁବନେ ପାରେ। ପଣ୍ଡିତଙ୍କୁ ତାଙ୍କର କୌଣସି ସହକାରୀ ତାହା ସ୍ମରଣ କରାଇ ଦିଅନ୍ତେ ସେ ମୁଣ୍ଡ ହଲାଇ କହିଲେ,
ତାହା ହିଁ ହେଉ, ତାହା ହିଁ ହେଉ। ମାନେ ଇଏ ଯୋଉ ଲେଖୁଛନ୍ତି ଯେ ଆଜି ଅକଳନ କାଳ ପରେ ଶଙ୍କର ଶଙ୍କର ତୁମେ ତାଣ୍ଡବ ରଚ ମର୍ତ୍ତ୍ୟ ଭୁବନେ ବାରେ, ତାକୁ ସେ ଶୁଣିକି ସେ କହୁଛନ୍ତି ଠିକ ଅଛି, ସେ ମୁଣ୍ଡ ହଲାଇ କହିଲେ ତାହା ହିଁ ହେଉ, ତାହା ହିଁ ହେଉ। ଆପ୍ୟାହିତ ହୋଇ ମୁଁ ବିଦାୟ ନେବା ବେଳକୁ ପଣ୍ଡିତେ ମୋ ମୁଣ୍ଡଟି ଆଡକୁ ହାତ ବଢାଇ ଦେଇ ଅପେକ୍ଷା କରିଥିଲେ। ଅଗତ୍ୟା ମୁଁ 2 ପାହୁଣ୍ଡ ଲେଉଟି ଯାଇ ମୁଣ୍ଡଟି ଆନତ କଲି। 1944 ବା 45ରେ ଏ ଲେଖକ ଜଳେଶ୍ୱରର ଅଦୂରବର୍ତ୍ତୀ ଜମାଳପୁର ବିଶ୍ୱନାଥ ଏକାଡେମୀରେ ପଞ୍ଚମ ବା ଷଷ୍ଠ ଶ୍ରେଣୀର ଛାତ୍ର ଥିବାବେଳେ ଦିନକର ଶେଷ ଅପରାହ୍ନରେ ସେଠାରେ ପହଞ୍ଚିଥିଲେ ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାହୁ। ସେତେବେଳକୁ ସ୍କୁଲ ଛୁଟି ହୋଇଗଲାଣି। ଅତଏବ ହେଡମାଷ୍ଟର ମହୋଦୟ ହଷ୍ଟେଲବାସୀ ମାନଙ୍କୁ ସୁବର୍ଣ୍ଣରେଖା କୂଳସ୍ଥିତ ଏକାଡେମୀର 2 କୋଠାର ମଧ୍ୟବର୍ତ୍ତୀ ଘାସ ପଡିଆ ଉପରେ ଏକତ୍ର ହେବା ନିମନ୍ତେ ନିର୍ଦ୍ଦେଶ ଦେଲେ। 15-16 ସରିକି ଶ୍ରୋତା ସମାବେଶର ସାହିତ୍ୟ, ସଂସ୍କୃତି ଓ ସଭ୍ୟତା ଉପରେ ଭାଷଣ ଦେଲେ ପଣ୍ଡିତ ଲକ୍ଷ୍ମୀନାରାୟଣ। ତାଙ୍କର ବକ୍ତବ୍ୟ ମନେ ନାହିଁ। ତେବେ ମୁକ୍ତାକାଶ ତଳେ ସୂର୍ଯ୍ୟାସ୍ତକାଳୀନ ଦିଗନ୍ତ ଓ ନଦୀକୁ ପଟ୍ଟଭୂମି କରି ସେ ଯାହା କହୁଥିଲେ ସେସବୁ ସେହି ମୃଦୁ ସମୀରଣର ସମଗୋତ୍ରୀୟ ବୋଲି ମୋର ଅନୁଭବ ଟିକକ ସ୍ମୃତିରେ ରହିଛି। ତାଙ୍କ ସହ ଥିଲେ ଜଣେ ବୟସ୍କ ଦେଶସେବୀ, ଜନୈକ ଶ୍ରୀଯୁକ୍ତ ମହାରଣା। ସେ ସମ୍ପୂର୍ଣ୍ଣ ଦନ୍ତମୁକ୍ତ ହୋଇଥିବା ଯୋଗୁଁ ଖଣ୍ଡିଏ ଲୁହା ଗିନାରେ ପାନ ଛେଚିବାରେ ବ୍ୟାପୃତ ଥାନ୍ତି। ଲକ୍ଷ୍ୟ କରୁଥାଏ, ଯେତେବେଳେ ଲକ୍ଷ୍ମୀନାରାୟଣ କୌଣସି ଭାବନା ଅପେକ୍ଷାକୃତ ଅଧିକ ଭାବପ୍ରବଣ ଭାବରେ ପରଟୁଥାନ୍ତି, ସେତେବେଳେ ଶ୍ରୀଯୁକ୍ତ ମହାରଣାଙ୍କ ପାନ ପୋଷଣ କର୍ମ କ୍ଷିପ୍ରତର ହେଉଥାଏ। ପରବର୍ତ୍ତୀ କାଳରେ ଗାୟକର ଗାୟନ ଗତି ସହ ତବଲା ସଙ୍ଗୀତକାରୀର କରଚାଳନରେ ଗାୟନ ସହ ତବଲା ସଙ୍ଗତକାରୀର କରଚାଳନାର ତାରତମ୍ୟ ଲକ୍ଷ୍ୟ କଲେ ଅତୀଥର ସେ ଦୃଶ୍ୟଟି ଥରେ ଥରେ ମାନସ ଚକ୍ଷୁରେ ଝଲସିତ ହୁଏ। ପରେ ପରେ ଛୁଟିରେ ଗାଁକୁ ଯାଇଥାଏ। ଗାଁ ପାଖ ବାଲୁକା ପ୍ରାନ୍ତର ଉପରେ କଂଗ୍ରେସ ଅଫିସଟିଏ ସଦ୍ୟ ଖୋଲା ହୋଇଥାଏ। ସେତେବେଳେ ଉତ୍ତର ବାଲେଶ୍ୱର ବ୍ୟାପୀ ଦାରୁଣ ଦୁର୍ଭିକ୍ଷ। ସେବା ଓ ସାହାଯ୍ୟ କାର୍ଯ୍ୟ ସଙ୍ଗେ ସଙ୍ଗେ ମହିଳାମାନଙ୍କୁ ଚରଖା ଯୋଗାଇ ଦେଇ ସୂତାକଟା ଶିକ୍ଷା ଦିଆଯାଉଥାଏ। ତଦାରଖ କରିବା ସକାଶେ ଆସିଲେ ଠକ୍କର ବାପା, ସାଥିରେ ଈଶ୍ୱରଲାଲ ବ୍ୟାସ ଏବଂ ପଣ୍ଡିତ ଲକ୍ଷ୍ମୀ ନାରାୟଣ। ଜନସଭାରେ ଠକ୍କର ବାପାଙ୍କ ଭାଷଣକୁ ଅନୁବାଦ କରିଦେଉଥାନ୍ତି ପଣ୍ଡିତେ, ସାବଲୀଳ ଏବଂ ପ୍ରାଞ୍ଜଳ। ସଭା ଅନ୍ତେ ଅଦୂରାଗତ ଖଦଡ଼ ଧରି ମୋ ବୟସର 2-4 ଜଣଙ୍କୁ କହିଲେ, ସବୁଠୁ ବଡ଼ ଗାନ୍ଧୀ, ତାପରେ ଠକ୍କର ବାପା, ତାପରେ ଈଶ୍ୱରଲାଲ ବ୍ୟାସ, ତାପରେ ଲକ୍ଷ୍ମୀ ନାରାୟଣ ସାହୁ। ମନେ ରଖ। ମନେ ରଖିଛି। 1949-50ରେ ଦିଗନ୍ତ ସମ୍ପାଦନା କଲାବେଳେ ଲକ୍ଷ୍ମୀ ନାରାୟଣ କେତୋଟି କବିତା ପଠାଇଲେ। ଚିଠିରେ ଲେଖିଥିଲେ ଯେ ଜେଲ ଭିତରୁ ଯେତେବେଳେ ସେ ପ୍ରଥମେ ଗଦ୍ୟ କବିତା ଲେଖିଲେ, ସେତେବେଳେ ମାୟାଧର ମାନସିଂହ ପ୍ରମୁଖ ତାକୁ ନାପସନ୍ଦ କଲେ। କିନ୍ତୁ ବର୍ତ୍ତମାନ ଗଦ୍ୟ କବିତାକୁ ସ୍ୱୀକୃତି ନ ଦେବାର ସାହସ କାହାର ଅଛି କି? ସେ ପଠାଇଥିବା ଗୋଟିଏ ଯୋଡ଼ିଏ କବିତାର କିଞ୍ଚିତ ମନେ ରହିଛି। କି ପିଲା ତମେ, ପାଣ ପିଲା ଆମେ, ଏତକ ଶୁଣି ମନ ମୋର ହୋଇଗଲା ପିତା। ଆଉ ଗୋଟିକରେ ଥିଲା, ସବୁରି ଉପରେ ମଦନ ସତ୍ୟ, ସେଥିପାଇଁ ମଣିଷକୁ କାହିଁ ପାଇଁ ଦୋଷ ଦିଅ ଭାଇ, ଥର୍ମୋମିଟର ପାରାପରି ତାହା ଉଠିଯାଏ ପୁଣି ଖସି ଆସେ। ବାଲେଶ୍ୱର ଯୁଗର ଦିଗନ୍ତ ଥିଲା ଅନିୟମିତ ଏବଂ କେତୋଟି ସଂଖ୍ୟା ମାତ୍ର ପ୍ରକାଶ ପାଇଥିଲା। ଲକ୍ଷ୍ମୀ ନାରାୟଣଙ୍କ କବିତା ପ୍ରକାଶ କରିବାର ସୁଯୋଗ ମିଳିନଥିଲା। 1949-50ରେ ଯୋଉ ଦିଗନ୍ତ ସମ୍ପାଦନା, ସେତେବେଳେ ସେ ଯୋଉ 10ମ ଶ୍ରେଣୀର ଛାତ୍ର ହିସାବରେ ସେ ଦିଗନ୍ତ ସମ୍ପାଦନା କରୁଛନ୍ତି, ଆଉ ସେଥିରେ ଲକ୍ଷ୍ମୀ ନାରାୟଣଙ୍କର ପାଖରୁ କବିତା ଆସିଛି। ଆଉ 1954ରେ ବାଲେଶ୍ୱରରେ ଅନୁଷ୍ଠିତ ହେଲା ନିଖିଳ ଉତ୍କଳ ଛାତ୍ର ସଂଘ ସମ୍ମିଳନୀ। ପ୍ରୟୋଜନୀୟ ଅର୍ଥ ସଂଗ୍ରହାର୍ଥେ ସ୍ୱେଚ୍ଛାସେବକମାନେ ଷ୍ଟେସନରେ ବିଶ୍ରାମରତ ରେଳଗାଡ଼ି ଭିତରେ ପଶି ଯାତ୍ରୀମାନଙ୍କୁ ସମ୍ମିଳନୀର ତାତ୍ପର୍ଯ୍ୟ ସମ୍ପର୍କରେ ସଂକ୍ଷିପ୍ତ ଭାଷଣଟି ମାନ ଦେଇ ଖାଲି ଟିଣ ଡବା ହଲାଉଥାନ୍ତି।
ଅଣାରୁ 8 ଅଣା क्वचित केबे टंकाटीए से डब्बा गर्भକୁ ଅବତରଣ କରୁଥାଏ। କୌଣସି କାରଣରୁ ଟ୍ରେନଟିଏ ଦିନେ ଦୀର୍ଘ ସମୟ ଅଟକି ରହିଥାଏ। ପ୍ଲାଟଫର୍ମରେ ଥାଇ ଶୁଣିଲି ଆମର 2-4 ଜଣ ସ୍ୱେଚ୍ଛାସେବକଙ୍କୁ ଗୋଟାଏ ଡବା ଭିତରେ ସେମାନଙ୍କ ଭାଷଣ ଶୁଣିବା ପରିବର୍ତ୍ତେ କେହି ଜଣେ ଅନର୍ଗଳ ଭାଷଣ ଦେଇ ଚାଲିଛନ୍ତି। କୌତୂହଳୀ ହୋଇ ଉଠିଗଲି। ଉତ୍ତେଜିତ ଭାବରେ ଲକ୍ଷ୍ମୀ ନାରାୟଣ ସାହୁ କହୁଥାନ୍ତି, ମୋତେ ପୁଣି ତମେମାନେ ଛାତ୍ର ସଂଘ ପାଇଁ ଚାନ୍ଦା ମାଗୁଛ? ଏହି ଅପମାନିତ ଲୋକଟିକୁ? ମୁଁ ଆଗକୁ ଯାଇ ନମସ୍କାର କଲି ଓ ପଚାରିଲି, ଆଜ୍ଞା କେମିତି? ଆଜ୍ଞା ଅପମାନିତ? ଓ ତମେ ମୁଁ ଯାହା କହିଲି ଶୁଣିନା। ଥରେ ମୋତେ ଛାତ୍ର ସଂଘର ସଭାପତି କରିଥିଲେ ତମ କମ୍ୟୁନିଷ୍ଟ ଛାତ୍ର ନେତାମାନେ। କିନ୍ତୁ ମୋତେ ଗୋରୁ ମୁଣ୍ଡ ଭଳି ଖାଲି ସରି କିନ୍ତୁ ମୋତେ ଗୋରୁ ମୁଣ୍ଡ ଭଳି ଖାଲି ଥାପି ଦେଇଥାନ୍ତି। କୌଣସି କଥାରେ ମୋର ପରାମର୍ଶ ଲୋଡୁ ନଥାନ୍ତି। ଶେଷକୁ ସମ୍ମିଳନୀ ଆରମ୍ଭ ହେଲା। ଦେଖିଲି କାର୍ଯ୍ୟକ୍ରମରେ ମୋର କୌଣସି ଭୂମିକା ନାହିଁ। ଅନୁରୋଧ କଲି ମୋତେ ଟିକିଏ ସମୟ ଦିଅ। ସଂଗଠକ ମାନେ କହିଲେ, ହେଉ 5 ମିନିଟ। ମୁଁ ଠିଆ ହେଲି ଓ କଣ୍ଠ ଉଚ୍ଚ କରି ଘୋଷଣା କଲି, ମୋର 5 ମିନିଟ ଲୋଡ଼ା ନାହିଁ, 1 ମିନିଟ ଯଥେଷ୍ଟ। ମୁଁ ଇସ୍ତଫା ଦେଲି। ପରେ ଅନୁସନ୍ଧାନ କରି ଯାହା ବୁଝିଥିଲି ଛାତ୍ର ସଂଘର ନୁହେଁ, ତେବେ ଛାତ୍ର ସଂଘର କୌଣସି ଏକ ସମ୍ମିଳନୀ ପାଇଁ ଗଠିତ ଅଭ୍ୟର୍ଥନା ସମିତିରେ ତାଙ୍କୁ ସଭାପତି କରାଯାଇଥିଲା ସମ୍ଭବତଃ। ଗାଡ଼ି ଛାଡ଼ିବାର ସଂକେତ ଦେଲା। ଦୁଃଖିତ ଆଜ୍ଞା, ଦୁଃଖିତ କହି ତାଙ୍କୁ ନମସ୍କାର କରି ଅନ୍ୟମାନଙ୍କୁ ଓହ୍ଲାଇ ପଡ଼ିବାକୁ କହି ନିଜେ ବି ସେ ପାଇଁ ବୁଲି ପଡ଼ିଲି। ସେ ବୁଝିଥିବେ ତାଙ୍କୁ ଛାତ୍ର ସଂଘର ନେତାମାନେ ହୀନସ୍ତା କରିଥିବା ଯୋଗୁଁ ମୁଁ ଦୁଃଖ ପ୍ରକାଶ କରୁଛି। ମୁଁ ଦୁଃଖ ପ୍ରକାଶ କରୁଥିଲି ଆମର ସେତକ ଶ୍ରମ ଓ ସମୟ ବ୍ୟର୍ଥ ଗଲା ବୋଲି। ରୁହ ରୁହ ବାବୁ, ସେ ତାଙ୍କର ଚିରାଚରିତ ସ୍ନେହପୂର୍ଣ୍ଣ କଣ୍ଠରେ କହିଲେ। ପକେଟରୁ କାଗଜପତ୍ର ବାହାର କଲେ। ତହିଁ ଭିତରୁ ଆତ୍ମପ୍ରକାଶ କଲା 5 ଖଣ୍ଡି 1 ଟଙ୍କିଆ ନୋଟ। ଅନ୍ୟ ପ୍ୟାକେଟରୁ ରେଜାତକ ବାହାର କଲେ। 8 ଅଣିଟିଏ ରଖି ବାକି ସବୁ ମୋ ହାତକୁ ବଢାଇ ଦେଲେ। ଏଇ 8 ଅଣା ଭିତରେ କଟକ ଷ୍ଟେସନରୁ ବସା ପର୍ଯ୍ୟନ୍ତ ଯିବି। ଆଜ୍ଞା ଆଉ କିଛି ରଖନ୍ତୁ, ଅନ୍ତତଃ ଟଙ୍କାଟିଏ, ମିନତି ଭରେ କହିଲି। ସେ ନାସ୍ତି କରିଦେଲେ। ଗାଡ଼ି ଛାଡ଼ି ଦେଇଥାଏ। ତରତରରେ ଓହ୍ଲାଇଲି। ସେ ନ ଦେଖିଲେ ବି ତାଙ୍କୁ ପ୍ଲାଟଫର୍ମରୁ ସ୍ୱତଃସ୍ଫୂର୍ତ୍ତ ସଚ୍ଚା ନମସ୍କାରଟିଏ କଲି। ବାଲେଶ୍ୱର ଏବଂ ଦିଗନ୍ତ ପ୍ରସଙ୍ଗରେ ମନେ ପଡୁଛି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କଥା। ପ୍ରଥମ ସଂଖ୍ୟାରେ ତାଙ୍କ ବାର୍ତ୍ତାଟିଏ ରହିବା ଅତ୍ୟାବଶ୍ୟକ ମନେ ହେଲା। ଯେହେତୁ ସେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ସର୍ବାଧିକ ସମ୍ମାନିତ ସାହିତ୍ୟିକ। ଭଦ୍ରକରେ ପହଞ୍ଚି କାନ୍ତକବିଙ୍କ ଦ୍ୱିତୀୟ ସୁପୁତ୍ର ଗୌରବାବୁଙ୍କଠୁ ଚିଠି ଏବଂ ତାଙ୍କରି ସାଇକେଲ ଖଣ୍ଡିକ ଧରି ଚାଲିଲି ତାଳପଦା ଅଭିମୁଖେ। ସାର୍ ମୁଁ ଏଇଟା ଆଗରୁ ପଢିଥିଲି କି ସୁନୀଲ ବାବୁ? ନା ନା, ଏଇଟା ପଢିନାହାନ୍ତି। ପଢିନାହାନ୍ତି ତ? ସରି। ହଉ ଠିକ ଅଛି। ସାଇକେଲ ଖଣ୍ଡିକ ଧରି ତାଳପଦା ଅଭିମୁଖେ। ରାସ୍ତା ଯାକ ଭୀଷଣ ବର୍ଷା। କିନ୍ତୁ ତାରୁଣ୍ୟ ଓ ଜଣେ ମହାନ ସାହିତ୍ୟିକଙ୍କୁ ଭେଟିବାର ଉତ୍ସାହ ସାମ୍ନାରେ ସେ ଦୁର୍ଯୋଗର କରାମତି କେଡ଼େ କ୍ଷୀଣ। ମୋତେ ବିସ୍ମିତ କରିଥିଲା ସମସାମୟିକ ଇଂରାଜୀ ସାହିତ୍ୟ ଉପରେ ତାଙ୍କର ଜ୍ଞାନ। ସେ ମୋତେ ବୁଝାଇଥିଲେ ମାତ୍ର ବର୍ଷ କେତୋଟି ତଳେ ପ୍ରକାଶିତ T.S. ଏଲିୟଟଙ୍କ 4 କ୍ୱାର୍ଟେଟ୍ସର ବିଶେଷତ୍ୱ। ମଧ୍ୟରାତ୍ର ପର୍ଯ୍ୟନ୍ତ ସେ କହୁଥିଲେ ଜର୍ଜ ବାର୍ନାର୍ଡ ଶଙ୍କ ଏକ ପରେ ଏକ ନାଟକର କାହାଣୀ, ତତ୍ନିହିତ ବ୍ୟଙ୍ଗ ବିଦ୍ରୂପ ଏବଂ ଶଙ୍କ ଦର୍ଶନ। 10ମ ଶ୍ରେଣୀର ଏ ଛାତ୍ରଟି ପାଇଁ ସେସବୁ ଥିଲା ଅଭିନବ ଶିକ୍ଷା। ଖୁବ୍ ଭୋର କବି ଶଯ୍ୟା ତ୍ୟାଗ କରିବା ପୂର୍ବରୁ ମୁଁ ତାଳପଦା ତ୍ୟାଗ କରିଥିଲି। ତାଙ୍କ ଭଦ୍ରକ କୋଠାରେ ସାଇକେଲଟି ଛାଡ଼ି ଷ୍ଟେସନ ପହଞ୍ଚି ଖଣ୍ଡିଏ ଇଂରାଜୀ ଦୈନିକ, ସେତେବେଳର ଅମୃତ ବଜାର ପତ୍ରିକା କିଣି ଦେଖିଲି ପ୍ରଥମ ପୃଷ୍ଠାର ମୁଖ୍ୟ ସମ୍ବାଦ, ଜର୍ଜ ବର୍ନାର୍ଡ ଶ ଆଉ ନାହାନ୍ତି। ତାଙ୍କ ପ୍ରତି କାନ୍ତ କବିଙ୍କ ଶ୍ରଦ୍ଧାଞ୍ଜଳି ମନେହେଲା ସତେଅବା ସେଥିପାଇଁ ଥିଲା ଏଡ଼େ ପ୍ରାଣବନ୍ତ। କାନ୍ତ କବିଙ୍କ ସହ ମୋର ଶେଷ ଦେଖା 1951 ମସିହା ଶେଷାର୍ଦ୍ଧରେ। ବାଲେଶ୍ୱରଠି ସେ ତାଙ୍କ ଶାଳକଙ୍କ ଘରେ ସସ୍ତ୍ରୀକ ଅତିଥି ହୋଇ ରହିଥାନ୍ତି। କଲେଜ ହଲରେ ଅନୁଷ୍ଠିତ ହେଉଥାଏ ନିଖିଳ ଉତ୍କଳ ସାହିତ୍ୟ ସଙ୍ଗୀତ ସମ୍ମିଳନୀ। ଶେଷ ସାନ୍ଧ୍ୟ ଅଧିବେଶନକୁ ସେ ଆସିବା କଥା।
କିନ୍ତୁ କୌଣସି କାରଣରୁ ଆବାହକ ମାନଙ୍କୁ ଫେରାଇ ଦେଲେ। ଶେଷରେ ମୁଁ ଗଲି। ଦେଖିବା ମାତ୍ରେ ସେ ତାଙ୍କ ସ୍ତ୍ରୀଙ୍କୁ କହିଲେ, ଆଉ କୈଫିୟତ ଚଳିବ ନାହିଁ, ଚାଲ। ସେ ଆସିଲେ। ପ୍ରେକ୍ଷାଳୟର ପ୍ରଥମ ଧାଡ଼ିରେ ବସିଥିବା ବେଳେ ତାଙ୍କୁ ମୁଁ ନିଜ ହାତରେ ଜଳଖିଆ ଖୁଆଇ ଦେଇଥିଲି। ତାଙ୍କ ସହ ତାହା ହିଁ ଶେଷ ଦେଖା। ବାଲେଶ୍ୱରରେ ପ୍ରଥମେ ଭେଟିଥିଲି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କୁ। କଲେଜ ବା ଫକୀର ମୋହନ ସାହିତ୍ୟ ପରିଷଦର କୌଣସି ଅନୁଷ୍ଠାନ ସକାଶେ ଆଗମନ କରି ଆମ ବସାକୁ ଆସି ଅପରାହ୍ନରେ ଚାହା ଜଳଖିଆ ଅନ୍ତେ ଟିକିଏ ସହର ବୁଲି ଦେଖିବାର ଅଭିପ୍ରାୟ ବ୍ୟକ୍ତ କରନ୍ତେ ମୁଁ ହେଲି ତାଙ୍କ ପଥ ପ୍ରଦର୍ଶକ। ସେତେବେଳେ ମୁଁ ନବମ ଶ୍ରେଣୀର ଛାତ୍ର। କିନ୍ତୁ ଖାଲି ସୌଜନ୍ୟ ନୁହେଁ, ସେ ମୋତେ ସମ୍ମାନ ଦେଖାଇ କଥାବାର୍ତ୍ତା କରୁଥାନ୍ତି। ମୁଁ କିଛି କହିଲେ ମନୋଯୋଗ ସହକାରେ ବରଂ ନମ୍ର ଭାବରେ ତାହା ଶୁଣୁଥାନ୍ତି। ଓଡ଼ିଶାର ସବୁଠୁ ଗଣ୍ୟମାନ୍ୟ ସାହିତ୍ୟିକ ଏଡ଼େ ବିନୀତ ଆଚରଣ କରିପାରନ୍ତି, ତାହା ଥିଲା ମୋ ପାଇଁ ଅବିଶ୍ୱାସ୍ୟ। ପରବର୍ତ୍ତୀ ସମୟରେ ମୋର ହୃଦବୋଧ ହେଲା, ସେ ବିନୟବୋଧ ତାଙ୍କ ଚରିତ୍ରର ସ୍ୱତଃସ୍ଫୂର୍ତ୍ତ ଗୁଣ ବିଶେଷ। ବିନୟବୋଧ ସହିତ ମିଶିଥିଲା ଗୁଣଗ୍ରହିତା। ବିନୟବୋଧ ସହିତ ମିଶିଥିଲା ଗୁଣଗ୍ରାହିତା। ମୋର ପ୍ରଥମ କ୍ଷୀଣାଙ୍ଗ ବହି ସମୁଦ୍ର କ୍ଷୁଧାର ସେ କରିଥିଲେ ଉଦାର ସମୀକ୍ଷା। କେଇ ବର୍ଷ ପରେ ପ୍ରକାଶିତ ଇଣ୍ଡୋନେସିଆ ଅନୁଭୂତିକୁ ତାଙ୍କ ପଠିତ ଭ୍ରମଣ କାହାଣୀ ସବୁ ଭିତରେ ସବୁଠାରୁ ଚିତ୍ତାକର୍ଷକ ବୋଲି ସେ ଲେଖିଥିଲେ। ପଣ୍ଡିଚେରୀ 1963ରେ ମୁଁ ପଣ୍ଡିଚେରୀ ଚାଲି ଆସିବା ଯୋଗୁଁ ଶ୍ରୀ ଜଗନ୍ନାଥ ରଥ, ଶ୍ରୀ ସହଦେବ ପ୍ରଧାନ ଓ ଶ୍ରୀ ନିୟାମତଲାଲ ଗୁପ୍ତଙ୍କ ଆୟୋଜନରେ ଅନୁଷ୍ଠିତ ବିଦାୟ ସଭାରେ ତାଙ୍କର ଭାଷଣ ସମସ୍ତଙ୍କ ମର୍ମ ସ୍ପର୍ଶ କରିଥିଲା। 1980ରେ ଏ ଲେଖକର ସାରଳା ସମ୍ମାନ ପ୍ରାପ୍ତି ଅବସରରେ କାଳିନ୍ଦୀ ଚରଣ ପାଣିଗ୍ରାହୀ ହେଉଛନ୍ତି ନନ୍ଦିନୀ ଶତପଥୀଙ୍କ ବାପା। 1980ରେ ଏ ଲେଖକର ସାରଳା ସମ୍ମାନ ପ୍ରାପ୍ତି ଅବସରରେ ନନ୍ଦିନୀ ଦେବୀ ଏବଂ ଦେବେନ୍ଦ୍ର ବାବୁ ଧରିତ୍ରୀ କାର୍ଯ୍ୟାଳୟରେ ଏକ ବନ୍ଧୁ ମିଳନ ଧରଣର ସଭା ଆବାହନ କରିଥିଲେ। ସଭାପତିତ୍ୱ କରିଥିଲେ କାଳିନ୍ଦୀ ବାବୁ। ଓଡ଼ିଶାରେ ଥିବାବେଳେ କେତେ ଥର ତାଙ୍କ ପାଖକୁ ଯାଇଛି ଆଗାମୀ ବା ଦିଗନ୍ତ ସକାଶେ ଲେଖା ଆଦାୟ କରିବା ପାଇଁ। ତାଙ୍କୁ ଭେଟିଛି କେତେ ସମାବେଶରେ। କିନ୍ତୁ ସେହି ବନ୍ଧୁ ମିଳନରେ ସଭାପତି ଅଭିଭାଷଣ ଦେବା ବେଳେ ପ୍ରଥମ ଥର ପାଇଁ ସେ ବିରକ୍ତ ପ୍ରକାଶ କରିବାରେ ଦେଖିଲି। ଭାଷାରେ, ଭାବରେ, ଭଙ୍ଗୀରେ। ବିରକ୍ତିର ହେତୁ ମୋ ବକ୍ତବ୍ୟ ଟେପ୍ କରିବାର ବ୍ୟବସ୍ଥା କାହିଁକି କରାନଗଲା? କହିବା ବାହୁଲ୍ୟ, ସେ ବିରକ୍ତି ମାଧ୍ୟମରେ ସେ ଏ ଲେଖକ ପ୍ରତି କଳାପୂର୍ଣ୍ଣ ଭାବରେ ତାଙ୍କର ଶୁଭେଚ୍ଛା ଜ୍ଞାପନ କରୁଥିଲେ। ତାହା ହିଁ ଥିଲା ତାଙ୍କ ସହ ମୋର ଶେଷ ସାକ୍ଷାତ। ଏ ଲେଖକ ଜିଲ୍ଲା ସ୍କୁଲରେ ପଢ଼ିବା ବେଳେ ବାଲେଶ୍ୱର କଲେଜକୁ ଅଧ୍ୟାପକ ରୂପେ ଆସିଥାନ୍ତି ପ୍ରଖ୍ୟାତ କବି କୁଞ୍ଜ ବିହାରୀ ଦାସ। ସେତେବେଳେ ବିଭିନ୍ନ ପତ୍ର ପତ୍ରିକାରେ ମୁଁ କବିତା ହିଁ ଲେଖୁଥାଏ। କିଛି କିଛି ତାଙ୍କ ଦୃଷ୍ଟିକୁ ଆସିଥାଏ। ମୋ ସହ ପରିଚୟ ହେବା ମାତ୍ରେ ସେ ହେଲେ ଉଚ୍ଛ୍ୱସିତ ପ୍ରଶଂସାରେ ମୁଖର। ମୋର ବି ମନେ ଥିଲା ତାଙ୍କର ଗୋଟାଏ କବିତାର ପ୍ରଥମାର୍ଦ୍ଧ। ତାଙ୍କୁ ଶୁଣାଇଦେଲି। ତାଙ୍କ ଆଖି ଛଳ ଛଳ ହେବାର ଦେଖି ଶଙ୍କିଗଲି। ପରେ ବୁଝିଲି ସେ ସ୍ୱଭାବତଃ ଭାବପ୍ରବଣ। 1980ରେ ମୋର ସାରଳା ପୁରସ୍କାର ପ୍ରାପ୍ତି ସଭାରେ ସେ ସ୍ୱାଗତ ଭାଷଣ ଦେଇ ଏକ ହିଁ ଭାବପ୍ରବଣତା ସହକାରେ ତାଙ୍କ ସହ ମୋର ପ୍ରଥମ ଦେଖାର ସ୍ମୃତିଚାରଣ କରିଥିଲେ। ଭାବପ୍ରବଣ ଭାଷାରେ ହିଁ ଦିନେ ସେ ମୋତେ ଆଉ ଜଣେ ମହାନ କବିଙ୍କର ସହ ପରିଚୟ କରାଇଥିଲେ। ବାଲେଶ୍ୱରର ଶାନ୍ତି କାନନ ରାସ୍ତାରେ ଏ ସ୍କୁଲ ଛାତ୍ରଟି ତାଙ୍କୁ ଦୂରରୁ ନମସ୍କାରଟିଏ ପକାଇ ବାଟ ଭାଙ୍ଗି ଚାଲି ଯାଉଥିଲା। ସେ କିନ୍ତୁ ଅଟକାଇ ରଖିଲେ ତାଙ୍କ ସହପଥିକ ଜଣଙ୍କୁ। ମୋତେ ପାଖକୁ ଡାକି ପଚାରିଲେ, ମୋର ଏ ବନ୍ଧୁଙ୍କୁ ଚିହ୍ନିଛ? କୁଞ୍ଜ ବିହାରୀ ବିପୁଳାୟତନ, ଦୀର୍ଘକାୟ। ତାଙ୍କ ବନ୍ଧୁ ଚଞ୍ଚଳ, କ୍ଷୀଣକାୟ। ନାହିଁ ଆଜ୍ଞା, ରାଧାମୋହନ ଗଡ଼ନାୟକ। ଚମତ୍କୃତ ହେଲି। ଆପଣଙ୍କର କେଡ଼େ କବିଜନୋଚିତ ନାମ, ଆଉ ମୋର ମରହଟ୍ଟି ରାଧାମୋହନ, କହିଲେ କବି। ମୋତେ ଆପଣ ନ କହିଲେ କୃତଜ୍ଞ ହେବି, ମୁଁ କହିଲି। ଆପାତତଃ କବି ମନୋଜଙ୍କ ସହ ଆଳାପ ହେଉଛି, ସ୍କୁଲ ଛାତ୍ରଟିଏ ସହ ନୁହେଁ।
ତେବେ ପରିଚୟ ନିବିଡ଼ ହେଲେ ବଳେ ବଳେ ଆପଣରୁ ତୁମକୁ ଆସିଯିବ। ପ୍ରତିଶ୍ରୁତି ଦେଲେ ଗଡ଼ନାୟକ। ମାନେ ସରି ଟୁ ଇଣ୍ଟରପ୍ଟ, ମାନେ ବନ୍ଦ କରୁଛି। ମତେ ଏଇ ପୋର୍ସନ ଟା ଏତେ ମତେ ଭଲ ଲାଗେ। ଗୋଟେ ସ୍କୁଲ ପିଲାକୁ ସେତେବେଳେ ରାଧାମୋହନ ଗଡ଼ନାୟକ ଜଣେ ଲିଜେଣ୍ଡ, ସେ ତାକୁ ଆପଣ କହିକି ଅଭିବାଦନ ଦଉଛନ୍ତି ଆଉ କହୁଛନ୍ତି ଯେ ମୁଁ ସ୍କୁଲ ଛାତ୍ରଟିଏ ସହ ନୁହେଁ, ମାନେ କବି ମନୋଜଙ୍କ ସହ ଆଳାପ କରୁଛି। ମୁଁ ଏଇ ଯୋଉ ମ୍ୟୁଜିୟମ ବାଲାଙ୍କୁ ଏ କଥାଟା ଦେଇଥିଲି। ମୁଁ କହିଲି ଏଇଟା ଆପଣ ରଖନ୍ତେ ନାଇଁ, ଯେ କେଡେ ବଡ ଜିନିଷ ଏଇଟା, ଗୋଟେ ଗୋଟେ ମନୋଜ ଦାସଙ୍କୁ କେଡେ ବଡ ଆକ୍ନଲେଜମେଣ୍ଟ ଏଇଟା, ମାନେ ଆଜ ଏ ରାଇଟର। ତ ପରିଚୟ ପରେ ପ୍ରାୟ ବନ୍ଧୁତାରେ ପରିଣତ ହୋଇଥିଲା। 1955ରୁ 1962 ମୋର 8 ବର୍ଷର କଟକ ବାସ ବେଳେ ସେ ଯେତେବେଳେ ସହରକୁ ଆସିଛନ୍ତି, ମୋତେ ନ ଭେଟି ଲେଉଟି ଯାଇନାହାନ୍ତି ସମ୍ଭବତଃ। ଏ 8 ବର୍ଷର ପ୍ରଥମ 4 ବର୍ଷ ମୁଁ ଥିଲି ଛାତ୍ର ଆଇନ ଓ ରେଭେନ୍ସା କଲେଜରେ। ସେ ପର୍ଯ୍ୟାୟରେ ସେ କଟକରେ ଥିବା ଭିତରେ ମୋର ସିଗାରେଟ ଖର୍ଚ୍ଚ ବହନ କରିବେ, ଏହା ଥିଲା ଏକ ଅଲିଖିତ କାନୁନ। ମାନେ ରାଧାମୋହନ ଗଡ଼ନାୟକ ତାଳଦଣ୍ଡା କେନାଲ ଉପରେ ଗୋଟାଏ ଭଡା କୋଠରୀରେ ରହୁଥିଲି କିଛି ଦିନ। ଦିନେ ମଧ୍ୟାହ୍ନରେ କିଞ୍ଚିତ ନିଦ୍ରା ପରେ ଉଠି ବସିବା ବେଳକୁ ମୋ ଛାତି ଉପରୁ ଖସି ପଡ଼ିଲା ଗୋଟାଏ ଅଖୋଲା ସିଗାରେଟ ପ୍ୟାକେଟ। କିଏ କିଏ ସେ ଏ ନିଷ୍କର୍ମା ହୋଇତେଇସି? ତରତର ହୋଇ ରାସ୍ତାକୁ ଯାଇ ଦେଖିଲି ଦୂରରେ ଦଳେ ଲୋକଙ୍କ ଭିତରେ ହଜି ଯାଉଛନ୍ତି କବିବର। ବହୁତ ବର୍ଷ ପରେ ମୁଁ ଓଡିଶା ଯାଇ, ମାନେ ଏଇଠୁ ସିରିୟସ ଡିସ୍କସନ ହବ। ତ ମୋର କହିବା କଥା, ରାଧାମୋହନ ଗଡ଼ନାୟକ ତାଙ୍କୁ ସିଗାରେଟ ଦଉଥିଲେ, ଆଉ ସେ ଯୋଉ ରେସପେକ୍ଟ ତାକୁ ସ୍କୁଲ ବେଳେ ଆପଣ କହୁଥିଲେ, ମାନେ ମନୋଜ ଦାସ କେତେ ବଡ ଲେଖକ ସେତେବେଳେ ହେଇସାରି ସ୍କୁଲରେ ପଢିଲା ବେଳେ ବି। ଆଉ ତାଙ୍କୁ ଏମାନେ ଗୋଟେ ଚଞ୍ଚକତା କରିକି କହୁଛନ୍ତି ଯେ କେବଳ ପଣ୍ଡିଚେରୀ ଯାଇକି ଆଶ୍ରମରେ ରହିଲାଠୁ ମନୋଜ ଦାସ ଗୋଟେ ଲେଖକ ହେଲେ, ନହେଲେ ହେଇପାରୁନା। ବହୁତ ବର୍ଷ ପରେ ମୁଁ ଓଡିଶା ଯାଇଥିବା ଅବସରରେ ତାଙ୍କ ସହ ଦେଖା ହୋଇଥିଲା ଭୁବନେଶ୍ୱରର ଏକ ରାଜପଥରେ। ସେ ବିମର୍ଷ ଦୃଷ୍ଟିରେ କହିଲେ, ଗତକାଲି ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ରୂପେ ମୋର କାର୍ଯ୍ୟକାଳ ପୂରିଗଲା। ସମସ୍ତେ ପଚାରୁଛନ୍ତି ମୋତେ କାହିଁକି ସଭାପତି କରାନଗଲା। ସେ ଆନନ୍ଦର କଥା, ମୁଁ ମୋ ପ୍ରତିକ୍ରିୟାରେ କହିଲି। ସେ ପ୍ରଶ୍ନବାଚୀ ଦୃଷ୍ଟିରେ ଅନାଇଲେ। ସମସ୍ତେ ପଚାରୁଛନ୍ତି ଅର୍ଥ, ସମସ୍ତେ କହୁଛନ୍ତି ଆପଣ ସେଥିପାଇଁ ଯୋଗ୍ୟ ଥିଲେ। ଏଇଟା ଆନନ୍ଦର କଥା ନୁହେଁ? ଯଦି ସମସ୍ତେ ଭାବୁଛନ୍ତି ଆପଣ ଯୋଗ୍ୟ, ତେବେ ଆପଣ ସଭାପତି ନ ହେବାଟା ଅଯୋଗ୍ୟତା ନୁହେଁ ନିଶ୍ଚୟ, କହିଲି। ଏଥର ସେ ହସିଲେ। ତାପରେ ତାଙ୍କୁ କହିଲି, ମୁଁ ଆନନ୍ଦିତ ଭିନ୍ନ ଏକ ପର୍ଯ୍ୟାୟରେ ମଧ୍ୟ। ଅର୍ଥ, ଆସନ, ଉପାସନ, ଉପାଧି, ପୁରସ୍କାର ଏସବୁ ପ୍ରତି ଆପଣଙ୍କର ଯଦି କିଞ୍ଚିତ ମୋହ ଥିବ, ତେବେ ମୋହଭଙ୍ଗ ଭିତରେ ଏହା ଏକ ବିଧି ପ୍ରଦତ୍ତ ଆଶୀର୍ବାଦ ରୂପେ ଆପଣ ଗ୍ରହଣ କରିବା ଉଚିତ। ଆପଣଙ୍କୁ ସେ ସୁଯୋଗ ମିଳିଲା, ସେଥିପାଇଁ ମୁଁ ଆନନ୍ଦିତ। ତାଙ୍କ ପ୍ରତିକ୍ରିୟା ଅବଶ୍ୟ ଜାଣିପାରିଲି ନାହିଁ। ପର ବର୍ଷ ବିଦାୟ ନେଲୁ। ତାହା ହିଁ ଥିଲା ତାଙ୍କ ସହ ଶେଷ ସାକ୍ଷାତ। ମାନେ ମୋର କହିବା କଥା, ଏଇ ଯୋଉ ଶେଷ ବେଳକୁ ସେ ମନୋଜ ଦାସ କହୁଛନ୍ତି ଆସନ, ଉପାଧି, ପୁରସ୍କାର ଏସବୁ ପ୍ରତି ଆପଣଙ୍କର ମୋହ ଥିଲା। ସେ ମୋହଭଙ୍ଗ ଦିଗରେ ଏକ ବିଧି ପ୍ରଦତ୍ତ ଆଶୀର୍ବାଦ ରୂପେ ଆପଣ ତାକୁ ଗ୍ରହଣ କରିବା ଉଚିତ, ଇତ୍ୟାଦି ଇତ୍ୟାଦି। ଏଇଟା ହଉଛି ତାଙ୍କର ପଣ୍ଡିଚେରୀ ଯିବାର ଲାଭ। ମାନେ ମୋର କହିବା କଥା ପାଠକ ହିସାବରେ, ଯଦି ପଣ୍ଡିଚେରୀ ନ ଯାଇଥାନ୍ତେ ଆଉ ସାଧକ ନ ହେଇ ଥାନ୍ତେ, ତାହେଲେ ସମ୍ଭବତଃ ସିଏ ଆସନ, ଉପାସନ, ଉପାଧି, ପୁରସ୍କାର ଇତ୍ୟାଦି ପ୍ରତି ଯେମିତି ସବୁ ଲେଖକଙ୍କର ଲୋଭ ଅଛି, ତାଙ୍କର ବି ଲୋଭ ରହିଥାନ୍ତା। ସେ ବି ଟ୍ରାଏ କରିକି ଜ୍ଞାନପୀଠ ପୁରସ୍କାର ପାଇପାରିଥାନ୍ତେ, କିମ୍ବା ଆଉ କୋଉ ପୁରସ୍କାର ବି ପାଇଥାନ୍ତେ। କିନ୍ତୁ ତାଙ୍କର ଚେତନାଗତ ଉନ୍ନତି ନିଃସନ୍ଦେହରେ ପଣ୍ଡିଚେରୀ ଯାଇକି ହେଲା। କିନ୍ତୁ ସାହିତ୍ୟିକ ଭାବରେ ସେ ଅଲରେଡି ଗୋଟେ ଫେମସ ରାଇଟର ହେଇସାରିଥିଲେ। ଆକ୍ନୋଲେଜମେଣ୍ଟ ତାଙ୍କ ସ୍କୁଲ ବେଳୁ ବି ମିଳି ସାରିଥିଲା। ସେଇ କଥା ଏମାନେ ଦୟାକରି ସ୍ୱୀକାର କରନ୍ତୁ। ଯୋଉମାନେ ତାଙ୍କୁ ନେଇକି ପୂର୍ଣ୍ଣାଙ୍ଗ ଯୋଗ ଯୋଗୁ ସେ ଏମିତି ହେଇଗଲେ, ପୂର୍ଣ୍ଣାଙ୍ଗ ଯୋଗ ଯୋଗୁ ସେ ଏମିତି ହେଇଗଲେ କହି PhD ଥେସିସ୍ ବି ଲେଖି ଦଉଛନ୍ତି। ସେମାନେ ଦୟା କରିକି ଏସବୁ ଜିନିଷ ପଢନ୍ତି, ଯେ ତାଙ୍କ ଉପରେ ଅନ୍ୟମାନେ ଯାହା ଲେଖିଛନ୍ତି ସିଏ ଅନ୍ୟମାନଙ୍କ ଉପରେ ଲେଖୁଛନ୍ତି। ସବୁ କଲେଜ ଜୀବନ, ଏଇ ଯୋଉ ଜିନିଷ ଗୁଡା ଲେଖା ହେଇଛି ସବୁ ତାଙ୍କର 15 ବର୍ଷରୁ 27 ବର୍ଷ ଜୀବନ କାଳ ଭିତରର କଥା। ଏଥର ଯୋଉଠି ଯାହା ବି ମୁଁ ପଢୁଛି, ଲାଷ୍ଟ 5 ଚାପ୍ଟର, 5ଟା ସେସନ ହେଲା। 15 ବର୍ଷରୁ 27 ବର୍ଷ ଭିତରେ ଗୋଟେ ପିଲା କେତେ ଡାଇନାମିକ ଥିଲା।
दैट इज माने आठ हो कोन आ ऊपर 10टा पीएचडी थेसिस लिखि हबो सेही लाइफ ऊपर किंतु से माने किछि नै ये सहज करिया पई कि मनोज दास पूर्णांग जोग जोगु हेई गले इत्यादि इत्यादि कही ता ऊपर पीएचडी थेसिस भी लिख दिसन। ठीक। हां माने ये डाटा तांकु जणा अछि किंतु सहज से मार्गटा सहज गोटे गुरु को देखै देले आउ शिष्य को देखेबा की दरकार नै जेतेबेले कि गुरु निजे ता शिष्य माने शिष्य ता जीवन सारा गुरु को लुचै की रखि ता व्यक्तिगत जीवन भीतर। मनमोहन मिश्र नेक्स्ट सर। मनमोहन मिश्र थिले मो पई एक किंबदंती पुरुष। विंश शताब्दीर चतुर्थ दशकर से विख्यात छात्र नेता औपनिवेशक पुलिस गिरफ करने निमंते खोजुथिबा बेले से कौनसी गोपन स्थानरू जनसाधारण सकाशे प्रकाश करथिले एक वैप्लविक आह्वान। बहुल वितरित से मुद्रित कागज खंडिक पाइथिली माइनर स्कूल रे पढ़िबा बेले ताहा ही थिला तांको रचना सह प्रथम परिचय। बालेश्वर कॉलेज रे पढ़िबा बेले राजनीति रे सक्रिय ए लेखक दिने खबर पाइला सद्य कारामुक्त कम्युनिस्ट नेता मनमोहन बाबू कलिकतारू कटक जीवा बाटरे दिनक सकाशे बालेश्वर रे अटकी रहिबाकू प्रस्तुत। सभाटीए होई परिले उत्तम। निशार्धरे से ट्रेन रु अवतरण करिवे। परदिन सभा सकाशे उत्साह और आनंद रे आमे व्यापृत रहिलु आयोजन रे। संध्या रिक्शा रे माइक्रोफोन खंजा चली। बालेश्वर मनमोहन मिश्र संभवतः ता प्रथम जनसभा। दिनक आगरू लोके जानिबा चाही मोतीगंज सिनेमा छकरे माइक्रोफोन परीक्षा हेउछि। 8-10 जन कौतूहली बेकार पिला आग्रह रिक्शा को घेरी गलेनी। सहदेव खुंटारे अवस्थित कम्युनिस्ट पार्टी ऑफिस रु कन्हैया नामधेय कर्मी गोटाए अनुच्छिक साइकेल को मरणांतक श्रम रे चलमान रखी माने मो पाखरे ओल्हाई धई सई होई कहिला मनमोहन बाबू को आसीबा बंद टेलीग्राम आसी। ये जो मनोज दास का सेंस ऑफ ह्यूमर जे कन्हैया नामधेय कर्मी गोटाए अनिच्छुक साइकेल को मरणांतक श्रम रे चलमान रखी मो पाखरे ओल्हाई धई सई होई कहला। एटा होची तांकर पर्सनालिटी रा गोटे ब्यूटीफुल पार्ट। एग्जैक्टली वे ऑफ डिस्क्रिप्शन जोड़े वर्णनार हाँ हाँ जो वे ये ऑफ चातुरी। डेस्क्रिप्शन। आ तांका पाखरे गोटे बहिटा थिला से बहिरा जेरक्स भी मु करिक आनथिली मो पाखरे अछि ता खोजे पड़े से बही रे पृथ्वीर सबु जांक एरर माने कौनसी गोटे न्यूज पेपर रे जेते एरर माने स्पेलिंग एरर है कि गोटे अखाडुआ मीनिंग हो जाइए कौनसी बहिर कौनसी लेखारे गोटे एरर है कि कौतुकिया घटना केमिति सेतु परिणत है गोटे सीरियस घटना बिकॉज ऑफ सम स्पेलिंग मिस्टेक और सम सब्स्टिट्यूशन ऑफ वर्ड केमिति गोटे कौतिकिया हो जाइए ताकू पढ़िले आपण प्रथम धाड़ी रु हसिबे माने मु ताकू स्कैन करके भी रखिछि मते बही नाम भी भूली जाइछि मु सेटा तांकर सेटा से पाखे रखथांती माने सेटा से सब बेले पढ़ंती माने जे छाड़ंतु कहे अति व्यक्तिगत कथा हो सी ताको पढ़िबे मुर्की मुर्की निजे निजे हसिबे आ से माने सेटू से जदी पछरा सर कोनटा पढुचंती सेटू से मजा कथाटा कहबे तो मु कहे कथा जे he was a beautiful person माने so far as humor is concerned माने गोटे अनिच्छुक साइकेल को मरणांतक श्रम रे चलमान रखी मो पाखरे ओल्लाई धई सई आसी कहला ए कथा किए काहे लेखे बुझियो से टेलीग्राम खंडी को आनी नथिला तेबे पार्टी ऑफिस दायित्व रे थिबा कमरेड वृथारे ताकू प्रेरण करिवार जुक्ति नथिला। कार्यक्रम बातिल निमंते जहा करिवार करागला। मध्यरात्र अव्यवहित पूर्वरु थरे स्टेशन जीवा सकाशे मन हला। मनमोहन बाबू खाली बालेश्वर रे अटकी पारिबे नाही बोली सभा बातिल कले ना मोटे कलिकतारू आसुनाहांती से संपर्क रे निश्चित होई पारु नथिली। जदि गाड़ी रे जाउथिबे हुए ता बालेश्वर थी प्लाटफॉर्म बाडे अनाइबे फोटो देखिछि चिन्हि पारिबे अभिवादन जणाइबार सुजोग पाइबी। एकाकी प्लाटफॉर्म रे एपट सेपट हेउछि गाड़ी आसी अटकिला। बाहरी आसिले मनमोहन मिश्र नमस्कार करी परिचय देवा अवस्था लक्ष्य कली से हाथ में सुटकेस धरी
ଆପଣ କଣ ଏଠି ରହିବେ? ଆଶ୍ଚର୍ଯ୍ୟ ହୋଇ ପଚାରିଲି। ମାନେ ସଭା ହେବ ପରା, ମୋ ଟେଲିଗ୍ରାମ ମିଳିନାହିଁ। ଆପଣ ପରା ଆସିବେ ନାହିଁ ବୋଲି ଟେଲିଗ୍ରାମ କଲେ। କି ଆଶ୍ଚର୍ଯ୍ୟ, କାହିଁ ଦେଖାଇଲ ଟେଲିଗ୍ରାମ? ଟେଲିଗ୍ରାମ ମୁଁ ନିଜେ ଦେଖିନଥିଲି, ଦେଖାଇବି ବା କଣ, ସମୟ ନାହିଁ, ଗାଡି ଛାଡିବ। ମନମୋହନ ବାବୁ ଟିଟିଆଇ କୁ ତାଙ୍କ ଟିକଟର ମିଆଦ ବଢାଇବାର ଅନୁରୋଧ ଜଣାଇ ଡବା ଭିତରକୁ ଉଠିଗଲେ। ଗାଡି ଛାଡିଦେଲା। ବିରକ୍ତି ସତ୍ତ୍ୱେ ତାଙ୍କର ବିଚକ୍ଷଣ ହସ ସହ ଲାଲ ସଲାମ ଜଣାଇବାରେ ସେ କିନ୍ତୁ କାର୍ପଣ୍ୟ କଲେ ନାହିଁ। କିଛି ସମୟ ବିମୁଢ଼ ରହିବା ଅନ୍ତେ ସେହି ଅନ୍ଧକାର ରାତିରେ ହଷ୍ଟେଲକୁ ନ ଫେରି ସିଧା ସହଦେବ ଖୁଣ୍ଟା ଚାଲିଲି। ସେତେବେଳର ସେ ମୂଲକ ଦୁର୍ଗମ, ବିଦ୍ୟୁତ୍ ବିରହିତ। ପାର୍ଟି ଅଫିସରେ ମଧ୍ୟ ଆଲୋକର ଉତ୍ସ ଗୋଟିଏ ମାତ୍ର ଲଣ୍ଠନ। କବାଟରେ ଶତାଧିକ ଆଘାତ ଅନ୍ତେ ଟେଲିଗ୍ରାମ ବ୍ୟାଖ୍ୟାକାରୀ କମ୍ରେଡ ଜଣକ କବାଟ ଖୋଲିଲେ। ବାହାରେ ମୃଦୁ ଜହ୍ନ ଆଲୁଅ। ମନମୋହନ ମିଶ୍ରଙ୍କ ଟେଲିଗ୍ରାମଟି କାହିଁକି? ମୁଁ ପରା ସଙ୍ଗେ ସଙ୍ଗେ କହ୍ନେୟାକୁ ପଠାଇଲି। ସେ ଖବର ନ ଦେଇ ଆଉ କୁଆଡେ ଚାଲି ଯାଇଛି। ଏଠାକୁ ବି ଫେରି ନାହିଁ। ଭାରି ଚଗଲା। କମ୍ରେଡ, କହ୍ନେୟା ମୋଟେ ଚଗଲା ନୁହେଁ। ବସ୍ତୁତଃ ସେ ମୋଠୁ ତମଠୁ ଅଧିକ ନିଷ୍ଠାପର ଏବଂ ନିର୍ଭରଯୋଗ୍ୟ। ସେ ଖବର ଦେଇଛି ଠିକ, କିନ୍ତୁ ମୁଁ ଟେଲିଗ୍ରାମଟି ଦେଖିବା ଜରୁରୀ। ସେତେବେଳେ ରାତି 1ଟାଏରୁ କିଞ୍ଚିତ ଅଧିକ। କମ୍ରେଡ ଲଣ୍ଠନ ଲଗାଇଲେ। ଟେଲିଗ୍ରାମ ଖଣ୍ଡିକ ଉଡିଯାଇ ଅଥବା ସେ ମାଟି ଚାଳ ଘରର ସ୍ଥାୟୀ ବାସିନ୍ଦା ବଳବାନ ମୂଷାମାନଙ୍କ ଦ୍ୱାରା ଘର କୋଣରେ ଏକ ବିଳ ପାଖରେ ପହଞ୍ଚି ଯାଇଥାଏ। ସେ ମାଟି ଚାଳ ଘରର ସ୍ଥାୟୀ ବାସିନ୍ଦା ବଳବାନ ମୂଷାମାନଙ୍କ ଦ୍ୱାରା, ଏଇଟା ହଉଛି ତାଙ୍କର ବିୟୁଟି। ଏକ୍ଜାକ୍ଟଲି। ସେ ଲେଖି ପାରିଥାନ୍ତେ ମୂଷା ହେଇଯାଇଥିବ। ତ କମ୍ରେଡ ତାଙ୍କୁ ଉଠାଇ ଧରି ମୋତେ ନ ଦେଖାଇ ପୁନର୍ବାର ପ୍ରଶ୍ନ କଲେ, ରହସ୍ୟ କଣ କହିଲ? ରହସ୍ୟ ବେଶ ଜଟିଳ। କମ୍ରେଡ ମନମୋହନ ମିଶ୍ର କହିଲେ କି ସେ ଆସୁଛନ୍ତି ଏବଂ ସଭା ହେବ। ଏହି ମର୍ମରେ ସେ ଟେଲିଗ୍ରାମ କରିଛନ୍ତି। ତମେ କହୁଛ ସେ ଆସିବେ ନାହିଁ ବୋଲି ଜଣାଇଛନ୍ତି। ଏଥର ଖୋଲ ଟେଲିଗ୍ରାମ। ଖୋଲିବା ତ ନିଶ୍ଚୟ, କିନ୍ତୁ ମୁଁ ଯାହା ସନ୍ଦେହ କରୁଥିଲି ତାହା ଠିକ ବୋଲି ପ୍ରମାଣ ହେବାକୁ ଯାଉଛି। କୌଣସି ଜନଶତ୍ରୁ କିମ୍ବା ଆମେରିକାନ ଚର ଟେଲିଗ୍ରାମରେ ଗୋଟିଏ ଯୋଡ଼ିଏ ଶବ୍ଦ ଯୋଡ଼ିଛି, ସାବୋଟାଜ। କମ୍ରେଡ ମିଞ୍ଜି ମିଞ୍ଜି ଲଣ୍ଠନ ଆଗରେ ଟେଲିଗ୍ରାମ ଧରି ଖୋଲି ଧରିଲେ। ପଢିଲି। ରିଚିଂ ବାय ହାଓରା ପୁରୀ ଷ୍ଟପ୍। ମିଟିଂ କନଫର୍ମଡ ଷ୍ଟପ୍। ଇନଫର୍ମ ମନମୋହନ ମିଶ୍ର। ଏ ଯୋଉ ଫୁଲ ଷ୍ଟପ୍ ଟା ଟେଲିଗ୍ରାମରେ ଷ୍ଟପ୍ ଲେଖା ହେଇଯାଇଛି। ଆଚ୍ଛା ଆଚ୍ଛା। ତ ହଁ, ସେଥିପାଇଁ ସେ ମେସେଜଟା ସେ ଭାବୁଛନ୍ତି ଯେ ରିଚିଂ ବାय ହାଓଡା ପୁରୀ ଷ୍ଟପ୍ ମାନେ ସେ ମିଟିଂ କନଫର୍ମଡ ଷ୍ଟପ୍ ମାନେ ସେ ମିଟିଂ ହଉନି। ଇନଫର୍ମ ମନୋଜ। ତ ଯାହା ହଉ, କମ୍ରେଡଙ୍କ ଆଡକୁ ଅନାଇଲି। ନାଇଁ, ତାଙ୍କ ଆଖିରେ ଏଇଠି ଆକ୍ଚୁଆଲି ଗୋଟେ ଟେକ୍ନିକାଲ ଜିନିଷ ରହିଗଲା। ଏ ଯୋଉ ଷ୍ଟପ୍ ଟା ବି ଟ୍ରାନ୍ସମିଟ୍ ହବ, ମାନେ ଟରେ ଟକ୍କାରେ ଏ ଷ୍ଟପ୍ ଟା ହଁ ବି ହଁ ହଁ ଟ୍ରାନ୍ସମିଟ୍ ହବ। ତେଣୁ ସେଟାକୁ ଆଚ୍ଛା ସିଏ ଆଚ୍ଛା ଲେଖିଦେଇଛି ଆଉ। ସେଇଟା ସେ ଟ୍ରାନ୍ସମିଟ ହେଲା ବେଳେ ସେ ଭୁଲି ଯାଇଛି। ମାନେ ଏମାନେ ପଢିବାଟା ଭୁଲ କରିଛନ୍ତି। ୟାଙ୍କୁ ଯେ ମେସେଜ ଦଉଛି ସିଏ ପଢିବା ଭୁଲ କରିଛି। କମ୍ରେଡଙ୍କ ଆଡକୁ ଅନାଇଲି। ତାଙ୍କ ଆଖିରେ ଫୁଟିଥାଏ ନିଜ ତତ୍ଵ ଠିକ ବୋଲି ପ୍ରତିପାଦିତ ହେବାର ଗର୍ବ। ସେମାନେ ଏଠାରେ ସାବୋଟେଜ କେଉଁଠି? ପ୍ରଶ୍ନ କଲେ। ଏମିତି କଣ ପଚାରୁଛ କମ୍ରେଡ? ମୋତେ କଣ ଇଂରାଜୀ ଜଣା ନାହିଁ? ଧରିନେଲ? ଇଂରାଜୀ ଜଣା ନାହିଁ ଧରିନେଲ? ଖାଲି ସଭା ବନ୍ଦ ନୁହେଁ, ଟ୍ରେନ ଯୋଗେ ଆସିବା ମଧ୍ୟ ବନ୍ଦ। ଦୁଇଟା ଷ୍ଟପ୍ କଣ ଅର୍ଥହୀନ? ସେ ଯଦି ନିଜେ ବିନା ଷ୍ଟପରେ ଟେଲିଗ୍ରାମ କରିଥିଲେ, ଶତ୍ରୁ ଛଡା ଷ୍ଟପ୍ ବସାଇବାର ଗରଜ କାହାର? କିଛି କହିବାର ଉତ୍ସାହ ମୋର ନଥିଲା। କମ୍ରେଡ କିନ୍ତୁ ଗୁଣୁ ଗୁଣୁ ହୋଇ ବିରକ୍ତି ପ୍ରକାଶ କରୁଥାନ୍ତି। କଣ ଷ୍ଟପ୍ ଶବ୍ଦର ଅର୍ଥ ବୁଝିବା ପାଇଁ ବିଏ ଇଂଲଣ୍ଡ ହବା ଦରକାର? ବିଏ ଲଣ୍ଡନ ହେବା ଦରକାର? ଏ ମନ୍ତବ୍ୟର ତାତ୍ପର୍ଯ୍ୟ ହେଲା, କଲେଜର ପୂର୍ବ ଅଧ୍ୟକ୍ଷ ଘନଶ୍ୟାମ ଦାସଙ୍କ ଉପାଧି ବିଏ ଲଣ୍ଡନ। ଏକାଧିକ ଦୀର୍ଘଶ୍ୱାସ ଛାଡି
1.5 ମାଇଲ ବାଟ ଚାଲି ଚାଲି ହଷ୍ଟେଲରେ ପହଞ୍ଚିବା ବେଳକୁ ଭୋର ହେଲାଣି। ପରବର୍ତ୍ତୀ କେତେ ବର୍ଷ ଭିତରେ ମନମୋହନ ମିଶ୍ରଙ୍କ ସହ ଘନିଷ୍ଠ ହେବାର ସୁଯୋଗ ପାଇଛି। କେତେ ସଭାରେ ଏକାଠି ଭାଷଣ ଦେଇଛୁ, ଉଭୟ ଗୀତ ବୋଲିଛୁ। ସେ ଥିଲେ ଅସାଧାରଣ ବକ୍ତା, ସ୍ୱଚ୍ଛଳ କବି, ବଳିଷ୍ଠ ନେତା, କିନ୍ତୁ ସର୍ବୋପରି ସେ ଥିଲେ ଜଣେ ଦରଦୀ, ସ୍ନେହୀ ମଣିଷ। 1955ରେ ମୁଁ ଆଫ୍ରୋ ଏସିଆ ଛାତ୍ର ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ବାନ୍ଦୁଙ୍ଗ ଯିବା କଥା, କିନ୍ତୁ ପାଥେୟର ଅଭାବ। ଚାଲ ତମକୁ ପୁରୀ ନେଇଯିବି, ଜଣେ ବିଖ୍ୟାତ ମହନ୍ତଙ୍କ ସଙ୍ଗେ ସେଦିନ ଆଳାପ ହେଲା। ମନେ ହେଲା ସେ ଭଲ କାମରେ ସାହାଯ୍ୟ କରିବାକୁ ପ୍ରସ୍ତୁତ। ଆଶା କରୁଛି କିଛି ଆଦାୟ କରିଦେବେ। ହୁଏତ ସେ ସମୁଦାୟ ଅର୍ଥ ଦେଇଦେବେ ଯଦି ଆମେ ତାଙ୍କ ନାନାଦି ଜିଜ୍ଞାସାର ଯଥାର୍ଥ ସନ୍ତୋଷ ବିଧାନ କରିପାରିବୁ। ଯଦି ଆମେ ତାଙ୍କ ନାନାଦି ଜିଜ୍ଞାସାର ଯଥାର୍ଥ ସନ୍ତୋଷ ବିଧାନ କରିପାରିବୁ। ବିପୁଳ ବିତ୍ତର ଅଧିକାରୀ ସେ ଯୁବକ ମହନ୍ତ। ଖୁବ୍ ସକାଳେ କୌଣସି ଗୋଟାଏ ଟ୍ରେନ୍ ଧରି ଆମେ ଦିନ 9ଟା ସୁଦ୍ଧା ଯାଇ ସେ ବିଖ୍ୟାତ ମଠରେ ଉପନୀତ ହେଲୁ। ମହନ୍ତ ମହାରାଜଙ୍କୁ ଖବର ଦିଆଗଲା। ସେ ଆସି ଅବିଳମ୍ବେ ଆମକୁ ସ୍ୱାଗତ କଲେ। ଆରମ୍ଭ ହେଲା ଆଳାପ। ସେ ପ୍ରଶ୍ନ କରୁଛନ୍ତି, ମନମୋହନ ମିଶ୍ର ଅନର୍ଗଳ ଉତ୍ତର ଦେଉଛନ୍ତି। 10ଟା ବାଜିଲା, 11ଟା ବାଜିଲା। ମନମୋହନ ବାବୁଙ୍କ ଧୈର୍ଯ୍ୟ ସିନା ବିପୁଳ, ମୋର ନୁହେଁ। ମୁଁ ଛଟପଟ ହେଉଥାଏ। କିନ୍ତୁ ସଙ୍ଗେ ସଙ୍ଗେ ଏହି ଆଶା ବଳବତ୍ତର ହେଉଥାଏ। ଯେତିକି ଉଛୁର ହେବ, ଚାନ୍ଦାର ପରିମାଣ ହେବ ସେତିକି ଅଧିକ। ମଧ୍ୟାହ୍ନ ହେଲା। ମହନ୍ତ ମହାରାଜ ମଠର କୌଣସି ରାଜନୀତିରେ ପୌରୋହିତ କରିବାକୁ ଉଠି ପଡ଼ିଲେ। ଖଣ୍ଡିଏ କାଗଜରେ ତାଙ୍କ ଖିଆଞ୍ଚି ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଲେ, କୌଣସି ପୁଣ୍ୟ କର୍ମରେ ଶ୍ରୀମାନ ମନୋଜ ଦାସ ବିଦେଶ ଯାଉଥିବା ହେତୁ ତାଙ୍କୁ 25 ଟଙ୍କା ସାହାଯ୍ୟ ଦିଆଯାଉ। ଆମେ ଖଞ୍ଜାଚିଙ୍କ ଝରକା ପାଖରୁ ଟଙ୍କା ଧରି ରାସ୍ତାକୁ ବାହାରି ଆସିଲୁ। ମନ ଖରାପ କର ନାହିଁ ମନୋଜ, ଏମିତି ହୁଏ, ସେ କହିଲେ। କିନ୍ତୁ ଆପଣ ଏତେ ସମୟ ଦେଲେ, ଅଥଚ। ଚିନ୍ତା ନାହିଁ, ତାଙ୍କ ସହ ପରିଚୟ ଆଉ ଟିକିଏ ନିବିଡ଼ ହେଲା। ଭବିଷ୍ୟତରେ ପୁଣି କାମରେ ଆସିବ। ସେ ମୋତେ ଆଶ୍ୱାସ ଦେଇ ତାଙ୍କର ସେଇ ବେପରୁଆ ଅଥଚ ଅର୍ଥପୂର୍ଣ୍ଣ ହସ ଦ୍ୱାରା ମୋତେ ଯେଉଁ ଶିକ୍ଷାଦାନ ଦେଲେ, ତାହାର ମୂଲ୍ୟ 25 ଟଙ୍କାରୁ ବହୁତ 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 ଅଧିକ। 1963ରେ ଏ ଲେଖକ ପଣ୍ଡିଚେରୀ ଚାଲି ଆସିବା ପରେ ତାଙ୍କ ସହ ସାକ୍ଷାତ ହୋଇଥିଲା 1965 ଡିସେମ୍ବରରେ କେରଳର କୋଚିନ୍ ପାର୍ଶ୍ୱବର୍ତ୍ତୀ ଉଦ୍ୟୋଗ ମଣ୍ଡଳରେ। ନିଖିଳ ଭାରତ ଲେଖକ ସମ୍ମିଳନୀକୁ ନିମନ୍ତ୍ରିତ ହୋଇ ମୁଁ ଯାଇଥାଏ। ଓଡ଼ିଶାରୁ ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର, ଇଂରାଜୀ ଅଧ୍ୟାପକ ସର୍ବେଶ୍ୱର ଦାସ ପ୍ରମୁଖଙ୍କ ସହ ମନମୋହନ ବାବୁ ଆସିଥାନ୍ତି। ଫେରନ୍ତା ବାଟରେ ସେ ସିଦ୍ଧାନ୍ତ ନେଲେ ପଣ୍ଡିଚେରୀ ଆସିବେ। ଆସିଲେ ମଧ୍ୟ 1966ର ନବବର୍ଷ ଦିବସରେ। ତାହା ହିଁ ଶେଷ ସାକ୍ଷାତ। ତେବେ ମୁଁ ତାଙ୍କ ଚେତନାରେ ରହିଥିଲି। ଏହାର ପ୍ରମାଣ ସେ ଦେଇଥିଲେ ମୋ ଉପରେ ଏକ ସ୍ନେହପୂର୍ଣ୍ଣ ଚେତାବନୀ ସମ୍ବଳିତ ନିବନ୍ଧ ରଚନା କରି। ଭାରତ ସ୍ୱାଧୀନତା ଲାଭ କଲା ବେଳେ ଏ ଲେଖକ ସମ ବୟସର ଏପରି ଏକ ମୁଁ ଅତି ଉତ୍ସାହିତ ହେଇକି ଜୋରେ ପଡେ। ଭାରତ ସ୍ୱାଧୀନତା ଲାଭ କଲା ବେଳେ ଏ ଲେଖକ ବୟସର ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଥିଲା, ଯେତେବେଳେ ସ୍ୱାଧୀନତାର ଆନୁଷଙ୍ଗିକ ସମସ୍ୟାବଳୀ ସମ୍ପର୍କରେ ସଚେତନ ହେବା ସମ୍ଭବ ନୁହେଁ, ଅଥଚ ଘଟଣା ନିହିତ ଆଶାବାଦ ଓ ଆଦର୍ଶରେ ଅନୁପ୍ରାଣିତ ହେବା ସ୍ୱାଭାବିକ। ସେତିକି ବେଳେ ସ୍ୱାଧୀନତାର ପ୍ରାକ୍କାଳରେ ଶ୍ରୀଯୁକ୍ତ ମହତାବଙ୍କୁ ପ୍ରଥମ ଥର ଦେଖିଥିଲି। ଉତ୍ତର ବାଲେଶ୍ୱରର ବାଠଗ୍ରାମଠାରେ ସକାଳ ଠାରୁ ଆମେ ଶତାଧିକ ଛାତ୍ର, ଶିକ୍ଷକ ଏବଂ ଅନ୍ୟାନ୍ୟ କିସମର ବହୁ ଲୋକ ଅପେକ୍ଷା କରିଥାଉ। ଅଦୂରବର୍ତ୍ତୀ ଜଳେଶ୍ୱରପୁର ଠାରେ ସୁବର୍ଣ୍ଣରେଖା ଛାତ୍ର ସମ୍ମିଳନୀ ନାମରେ ଏକ ସମାବେଶରେ ଉଦ୍ବୋଧନ ଦେବାକୁ ଜଳେଶ୍ୱର ଠାରୁ ଟ୍ରକ୍ ଯୋଗେ ମହତାବ ଦିନ 2 ପ୍ରହର ସରିକି ଆସି ପହଞ୍ଚିଥିଲେ। ଏ ସମ୍ମିଳନୀର ପ୍ରଧାନ ଉଦ୍ୟୋକ୍ତା ଥିଲେ ମୋ ଭାଇ, ସେତେବେଳର MA ଛାତ୍ର। ମହତାବ ବାଟଗ୍ରାମ ଠାରେ ପହଞ୍ଚିବା ପରେ
ଚାଲି ଚାଲି ଜଳେଶ୍ୱରପୁର ହାଇସ୍କୁଲ ଯାଏ ଯାଇଥିଲେ। ତାଙ୍କ ସହ ଥିଲେ MLA କରୁଣାକର ପାଣିଗ୍ରାହୀ। ସେତେବେଳେ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କ ଅର୍ଦ୍ଧମସୃଣ ଶିର ପରି ସାଧାରଣ ଲେମ୍ବୁଟିଏ ଆକାରର ଏକ ଆବୁ ବିକଶିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ଥର ତାଙ୍କୁ ଦେଖିବା ବେଳକୁ ତାହା ଅନ୍ତର୍ହିତ। ମାନେ ବିୟୁଟି ଅଫ ମନୋଜ ଦାସ ପର୍ସନାଲିଟି, ମାନେ ସେ କରୁଣାକର ପାଣିଗ୍ରାହୀଙ୍କୁ ଦେଖିଥିଲେ, ଆଉ ତାଙ୍କର ଯାହା ଦେଖିଲେ ସେ ଦେଖିଲେ ଯେ ତାଙ୍କର ଅର୍ଦ୍ଧମସୃଣ ଶିର ପରି ସାଧାରଣ ଲେମ୍ବୁଟିଏ ଆକାରର ଏକ ଆବୁ ବିକଶିତ ହେଇଥିଲା, ଆଉ ତାପରେ ପରେ ଦେଖିଲା ବେଳକୁ ତାହା ଅନ୍ତର୍ହିତ ହେଇଯାଇଛି। ଆଚ୍ଛା, ମଝିରେ ଠାଏ ଗୋଟାଏ ଗଛ ମୂଳେ ବସାଇ ଅତିଥିଙ୍କୁ ପଇଡ଼ ପରସା ଯାଇଥିଲା। ଯେଉଁ ଅନତି କ୍ଷୁଦ୍ର ଜନତା ତାଙ୍କୁ ବେଷ୍ଟନ କରି ତାଙ୍କ ପଇଡ଼ ପାନ ନିରୀକ୍ଷଣ କରୁଥିଲେ, ତହିଁ ଭିତରେ ମୁଁ ଥିଲି। ହଠାତ୍ ମୋତେ କିଏ ଜଣେ ଟାଣି ନେଇ ଇଏ ମନ୍ମଥର ସାନ ଭାଇ ବୋଲି ତାଙ୍କ ଆଗରେ ଉପସ୍ଥାପନ କଲେ। ମହତାବଙ୍କ ମଧୁର ମୃଦୁ ହସ ଅଦ୍ୟାପି ମନ ଅଛି। ସେଥିରେ ଥିଲା ଗାର୍ଜନ ସୁଲଭ ଏକ ସହଜାତ ସ୍ନେହ। କୌଣସି କ୍ଷୁଦ୍ର ପ୍ରାଣୀ ଆଡ଼କୁ ଦୃଷ୍ଟିପାତ କଲାବେଳେ ଯେଉଁ ଅନୁକମ୍ପା ପରବର୍ତ୍ତୀ ସମୟର ବହୁ ନେତାଙ୍କ ହସରେ ଫୁଟିଥିବାର ଦେଖିଛି, ମହତାବଙ୍କ ଠାରେ ସେ ଭାବର ଲକ୍ଷଣ ନଥିଲା। ମହତାବ ସେତେବେଳେ ଥିଲେ ଏକ ମୋହନୀୟ ନବଯୁଗର ପ୍ରତୀକ। ତାଙ୍କ ଅବଲୋକନରେ ଆନନ୍ଦ ଥିଲା। ତାଙ୍କ ସହ କଥାଭାଷା ହେଲା ବେଳେ ମନେ ହେଉଥାଏ ଜଣେ ବ୍ୟକ୍ତି ସହ ନୁହେଁ, ଆପଣ ଯେପରି ବହୁ ସମସ୍ୟା ଓ ଦାୟିତ୍ୱ ସମ୍ବଳିତ ଦେଶର କଣ୍ଠସ୍ୱର ସହ କଥାବାର୍ତ୍ତା କରୁଛନ୍ତି। ସେତେବେଳେ ମହତାବ ଓଡ଼ିଶାର ପ୍ରଧାନମନ୍ତ୍ରୀ ଥିଲେ ଭାରତର ତୁଙ୍ଗ ନେତୃବର୍ଗଙ୍କ ମଧ୍ୟରେ ଅନ୍ୟତମ। ସେ କାଳର ଏକ ପ୍ରଦେଶର ପ୍ରଧାନମନ୍ତ୍ରୀ ବୋଇଲେ ବହୁ କିଛି ଭୌତିକ ତଥା ଆଦିଭୌତିକ ରହସ୍ୟ ସମ୍ବଳିତ ଏକ ବ୍ୟକ୍ତିତ୍ୱ ରୂପକ ଏକ ଅନୁଷ୍ଠାନକୁ ବୁଝାଉଥିଲା। ସେଦିନ ସମ୍ମିଳନୀର ସାନ୍ଧ୍ୟ ଅଧିବେଶନରେ ବିରାଟ ଜନସମାବେଶ ହୋଇଥିଲା। ମହତାବ 2.5 ଘଣ୍ଟା ଧରି ବକ୍ତୃତା ଦେଇଥିଲେ। ଗୋଟିଏ କଥା ମନେ ଅଛି, ସେ ବୁଝାଇଥିଲେ ନେତା ବା ମନ୍ତ୍ରୀମାନେ କିଛି ଅସାଧାରଣ ବୁଦ୍ଧି ଜ୍ଞାନର ଅଧିକାରୀ ବୋଲି ବିଚାରିବା ଭୁଲ। ଦୁଇ ଜଣ ପଡ଼ୋଶୀ ପରସ୍ପର କନ୍ଦଳ ବା ବନ୍ଧୁତା ବେଳେ ଯେତିକି ବୁଦ୍ଧି ବା ଚତୁରତାର ଆଶ୍ରୟ ନିଅନ୍ତି, ଦୁଇ ପଡ଼ୋଶୀ ଦେଶ ଭିତରେ ସମ୍ପର୍କରେ ଉଭୟ ଦେଶର ନେତାଏ ତାହାଠୁ ଗୁଣଗତ କୌଣସି ଅଧିକ ବୁଦ୍ଧି ଚତୁରତାର ପରିଚୟ ଦିଅନ୍ତି ବୋଲି ମନେ କରିବାର କାରଣ ନାହିଁ। ଅର୍ଥାତ୍ ଦେଶ ଶାସନର କ୍ଷମତା ସବୁରି ଭିତରେ ନିହିତ ରହିଛି। ସେତେବେଳେ ଏକଥା ଆମକୁ ବେଶ ମୌଳିକ ମନେ ହୋଇଥିଲା। ମାନେ ନେତା ମାନେ ଏକ୍ସେପସନାଲ ନୁହନ୍ତି ବୋଲିକି ମାନେ ଗୋଟେ ଧାରଣା ହେଇଥିଲା। ମୁଁ ଟିକେ ଗୋଟେ ଲାଇଟର ନୋଟରେ କହୁଛି, ମୁଁ ଜଣେ ନେତାଙ୍କୁ ଭେଟିବାକୁ ଯାଇଥିଲି, ଗୋଟେ ବହୁତ ବଡ ନେତା, କୌଣସି କାମରୁ, ମାନେ ମନୋଜ ଦାସ କାମ ନୁହଁ। ମୁଁ ଗଲା ବେଳକୁ ତାଙ୍କ ଘର ଭିତରେ ସେ ବସିଛନ୍ତି, ଗୋଟେ ସର୍ଟସ ପିନ୍ଧି, ଆଉ ଚୁଡା ଆଉ ଦହି ଖାଉଛନ୍ତି, ଆଉ ସୋଲେ ମୁଭି ଦେଖୁଛନ୍ତି। ମୁଭି ମାନେ 4ଟା ବେଳଟାରେ ସେ, ମାନେ ଅପରାହ୍ନ 4ଟା, ସେତେବେଳେ ସେ ଚୁଡା ଆଉ ଦହି ଖାଉଛନ୍ତି। ଆଉ ସେତେବେଳେ ତ ଖାଇବା କଥା ନୁହଁ, କିନ୍ତୁ ସେ ଖାଉଛନ୍ତି। କାହିଁକି ଖାଉଛନ୍ତି? ଆଉ ସୋଲେ ମୁଭିଟା ଦେଖୁଛନ୍ତି ଟିଭିରେ, ପୁଣି ଭିଡିଓ ନୁହେଁ, ମାନେ ଜି ସିନେମା କି କୋଉଥିରେ ଗୋଟେ ଦେଖୁଛନ୍ତି। ସେଠୁ ମତେ କହିଲେ ସାଙ୍ଗେ ସାଙ୍ଗେ ଯିବା। ମୁଁ କହିଲି ନାଇଁ ଆପଣ କୁହନ୍ତୁ। ସେଠୁ ମତେ କହିଲେ ଟିକେ ମୁଁ ସୋଲେ ମୁଭିଟା ବହୁତ ଦିନ ପରେ ଦେଖୁଛି, ଏଇଟା ସରି ସାରୁ ତାପରେ ଯିବା। ମୁଁ କହିଲି ଆପଣ ଚୁଡା ଖାଉଛନ୍ତି, ଏତେ ବଡ ଲୋକ ହେଇକି, ସେଥିରେ କଣ ଅଛି? ମୁଁ କଣ ଚୁଡା ଖାଇବିନି ତା ବୋଲି? ତ ସରି, ମାନେ ମୋ କହିବା କଥା ଯେ ସେ ପର୍ସନାଲିଟିର ବି ସେ ଦିଗଟା ଅଛି। ମୁଁ କେବେ ଭାବିନଥିଲି ଯେ ସେ ଲୋକ ଚୁଡା ଖାଉଥିବେ ବୋଲି। ସରି, ମାନେ ମୁଁ ମୋ କଥା କହୁଛି, ସେତେବେଳେ କଲେଜରେ ପଢୁଥିଲି। ପରଦିନ ସକାଳେ ଶିକ୍ଷକ ଓ ଛାତ୍ର ମାନଙ୍କର ଏକ ଅଧିବେଶନରେ ମହତାବ ଭାଷଣ ଦେବାକୁ ଆସିଲେ। ତାଙ୍କୁ ସ୍ୱାଗତ ଜଣାଇବାର ଦାୟିତ୍ୱ ଦୂରାନ୍ତରର ଜଣେ ସୁନିର୍ବାଚିତ ହେଡମାଷ୍ଟରଙ୍କ ଉପରେ ନ୍ୟସ୍ତ କରାଯାଇଥିଲା, ଯିଏକି ସର୍ବଦା ଖଦଡ ପରିଧାନ କରୁଥିଲେ ଓ ଦେଶପ୍ରେମୀ ଭାବରେ ଯାହାଙ୍କର ଖ୍ୟାତି ଥିଲା। ହେଡମାଷ୍ଟରେ ସ୍ୱାଗତ କରିବାକୁ ଠିଆ ହୋଇ ପ୍ରକାଶ୍ୟ ଦିବାଲୋକରେ ଏଡେ ପ୍ରବଳ ରୀତିରେ
ଏଡେ ପ୍ରବଳ ରୀତିରେ ଥରିବାରେ ଲାଗିଥିଲେ ଯାହାର ପଟାନ୍ତର ମୁଁ ଅଦ୍ୟାବଧି ଦେଖି ନାହିଁ। ଆମେ ଛାତ୍ରମାନେ ମାଷ୍ଟରଙ୍କ ଆଗରେ ସ୍ଥଳ ବିଶେଷରେ ଥରିବାରେ ଅଭ୍ୟସ୍ତ ଥିଲୁ। ସେଦିନ ମୁଁ ଉପଲବ୍ଧି କଲି ମାଷ୍ଟରମାନେ ବି କେତେ ବିଚରା ମରଣଶୀଳ ପ୍ରାଣୀ। ସେହି ଶୁଭ ପ୍ରହରରୁ ଜୀବନରେ ଆଉ ମାଷ୍ଟରଙ୍କ ଆଗରେ ଥରି ନାହିଁ। ସେଦିନ ସନ୍ଧ୍ୟାରେ କୌଣସି ଅନୁଷ୍ଠାନ ନଥିଲା। ହଷ୍ଟେଲ ବାରଣ୍ଡା ସାମ୍ନାରେ ଗୋଟିଏ ବେତ ଚେୟାରରେ ଅତିଥିଙ୍କୁ ବସାଇ ବାରାନ୍ଦା ଉପରେ ହାରମୋନିୟମ ସହଯୋଗେ ମୋତେ ଉପସ୍ଥାପନ କରାଯାଇଥିଲା। ପ୍ରାୟ 1.5 ଘଣ୍ଟା କାଳ ମୋର ତତ୍କାଳୀନ ଶାଣିତ କଣ୍ଠରେ ଅତିଥିଙ୍କୁ ସଙ୍ଗୀତ ପରିବେଷଣ କଲି। ସେ ଦୂର ମଫସଲରେ ସେ ସନ୍ଧ୍ୟାରେ ତାଙ୍କ ପାଇଁ ପ୍ରୟୋଜିତ ଏଇ ଏକମାତ୍ର ମନୋରଞ୍ଜନ କାର୍ଯ୍ୟକ୍ରମରେ ତାଙ୍କ ପ୍ରତିକ୍ରିୟା କଣ ହୋଇଥିଲା ତାହା ଜଣାଗଲା ନାହିଁ। ତେବେ ଏଡେ ଦୁର୍ମୂଲ୍ୟ ଅତିଥିଙ୍କୁ ଏଡେ ଦୀର୍ଘକାଳ ମୁଗ୍ଧ କରି ରଖିପାରିଥିବା ହେତୁ ସମବେତ ଜନତା ପାଖରୁ ମୋତେ ପ୍ରଚୁର ଅଭିନନ୍ଦନ ମିଳିଥିଲା। ମୋର କ୍ଷୋଭ ହଉଛି ଯଦି ଏଇ ଜିନିଷଟା ଗୋଟେ ସ୍କୁଲ ଷ୍ଟୁଡେଣ୍ଟ 1.5 ଘଣ୍ଟା କାଳ ସେ ସମୟରେ ମହତାବଙ୍କ ଭଳିଆ ବଡ ନେତାଙ୍କ ସାଙ୍ଗେ ଆଗରେ ଗୀତ ଗାଇଥିଲା, ତାର ସେତିକି ପୋଟେନସିଆଲ ଥିଲା ବୋଲି ସେ 1.5 ଘଣ୍ଟା କାଳ ଗୀତ ଗାଇ ପାରିଥିଲା, ଦ୍ୟାଟ୍ ଅଫ୍ ଟୁ ହାରମୋନିୟମ ଧରି। ଆଉ ଯଦି ଏଇ କଥାଟା ମ୍ୟୁଜିୟମରେ ରହନ୍ତା, ମ୍ୟୁଜିୟମରେ ବାହାଘର ଫଟୋ ରହୁଛି, ଏ ଜିନିଷ ସବୁ ରହୁନି। ମନେ ପଡୁଛି ପ୍ରାୟ ମାନେ ଆମର ଯୋଉ କଷ୍ଟଟା ଏଇଥିରୁ ହଉଛି, ଯେହେତୁ ଆମେ ଆକୁ ପଢିଛୁ, ରିଏଲାଇଜ ହଉଛି ଆରେ ଏସବୁ ଜିନିଷ ରହିପାରୁନି। ମନେ ପଡୁଛି ପ୍ରାୟଶଃ ଐତିହାସିକ ନାମ ସବୁ ଉଲ୍ଲେଖ କରୁଥିବା ଜଣେ ଶିକ୍ଷକ ମୋ ପିଠି ଥାପୁଡାଇ ଦେଇ କହିଲେ, ତୋ ବୟସରେ ତାନସେନ ଏମିତି ଗାଉଥିଲେ। ସେ ତାନସେନଙ୍କ ସହପାଠୀ ଥିବା ଶୈଳୀରେ ଏତକ କହିଥିଲେ। ପରବର୍ତ୍ତୀ କାଳରେ ଦେଖିଛି ମହତାବଙ୍କର ଏଭଳି ପ୍ରତିକ୍ରିୟା ବିରହିତ ନୀରବତାର ଭିନ୍ନ ଭିନ୍ନ ବ୍ୟାଖ୍ୟା କରିଛନ୍ତି ଭିନ୍ନ ଭିନ୍ନ ପକ୍ଷ ନିଜ ନିଜକୁ ସୁହାଇଲା ରୀତିରେ। 1956ର କଥା। ମହତାବ ବମ୍ବେର ଗଭର୍ଣ୍ଣର ପଦ ଛାଡି ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ଆସିଥାନ୍ତି। ମୁଁ ମଧୁସୂଦନ ଆଇନ କଲେଜର ୟୁନିୟନର ପ୍ରେସିଡେଣ୍ଟ। କଲେଜ ୟୁନିୟନର ପ୍ରାରମ୍ଭିକ ସାଂସ୍କୃତିକ ଉତ୍ସବ ଉଦ୍ଘାଟନ କରିବା ନିମନ୍ତେ ତାଙ୍କୁ ନିମନ୍ତ୍ରଣ କଲି। ଆଇନ ମନ୍ତ୍ରୀ ସତ୍ୟପ୍ରିୟ ମହାନ୍ତି ପୌରୋହିତ୍ୟ କରିବା କଥା ହେଲା। ଉତ୍ସବ ଦିନ ସକାଳେ ମହତାବଙ୍କ ସେକ୍ରେଟାରୀ ଖବର ପଠାଇଲେ ମହତାବ ଆସିପାରିବେ ନାହିଁ, ଭୁବନେଶ୍ୱର ଠାରେ ସେହି ସନ୍ଧ୍ୟାରେ ଗୁରୁତର କାମ ରହିଛି, ପୁଣି ସେ ଅସୁସ୍ଥ। ଓଡ଼ିଶାର ସେ ଏକମାତ୍ର ଆଇନ କଲେଜ ବିଶ୍ୱବିଦ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲୁଥାଏ। ମନୋଜ ଦାସ ଅନକଣ୍ଟେଷ୍ଟେଡ ପ୍ରେସିଡେଣ୍ଟ ହେଇଥାନ୍ତି 1956 କଥା। ଆଉ ତାଙ୍କ ମାନେ ୟୁନିୟନର ମିଟିଂରେ ସେ ମହତାବଙ୍କୁ ଡାକୁଛନ୍ତି, ଆଉ ଲ ମିନିଷ୍ଟର ପୌରୋହିତ୍ୟ କରିବେ। ମାନେ ହ୍ୱାଟ ଆଇ ୱାଣ୍ଟ ଟୁ ସେ ଦି ପୋଟେନସିଆଲ ଅଫ ମନୋଜ ଦାସ, ମାନେ ସେଇଟା ମୁଁ ନେକ୍ସଟ କୁ କହୁଛି ଆସିବ। ଓଡ଼ିଶାର ସେ ଏକମାତ୍ର ଆଇନ କଲେଜ ବିଶ୍ୱବିଦ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲୁଥାଏ। କୁଳପତି ଡକ୍ଟର ପରିଜା ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ବନ୍ଦ କରି ଉତ୍ସବ ପାଇଁ ଅପେକ୍ଷା କରିଥାନ୍ତି। ଦେଖନ୍ତୁ, ଭାଇସ ଚାନ୍ସେଲର ଆସିଛନ୍ତି, ଛାତ୍ରୀ ଥିଲେ ମାତ୍ର ଜଣେ, ମାନେ ମୋତେ ବିନା ପ୍ରତିଦ୍ୱନ୍ଦିତାରେ ଛାତ୍ରଛାତ୍ରୀ ମାନେ ମୋତେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ କରିଥିଲେ ଓ ଏଇଟା ଥିଲା ପ୍ରଥମ ଅନୁଷ୍ଠାନ। ସୁତରାଂ ମୁଁ କଟକରେ କ୍ୟାଣ୍ଟନମେଣ୍ଟ ସ୍ଥିତ ସତ୍ୟପ୍ରିୟ ବାବୁଙ୍କ ବସାରେ ଯାଇ ପହଞ୍ଚି ଟିକେ ଉତ୍ତେଜିତ ଭାବରେ ଅବସ୍ଥା ସମ୍ପର୍କରେ ତାଙ୍କୁ ପ୍ରଶ୍ନ କଲି। ଭଦ୍ର ଓ ବିନୟୀ ସତ୍ୟପ୍ରିୟ ବାବୁ ମୋତେ ବୁଝାଇଲେ ମହତାବଙ୍କର ବାସ୍ତବିକ ହଠାତ୍ ଜରୁରୀ କାମ ଉପୁଜିଛି ଏବଂ ସେ ପ୍ରକୃତରେ ଅସୁସ୍ଥ। ମୁଁ ବୁଝିଲି ନା। ସତ୍ୟପ୍ରିୟ ବାବୁ କ୍ୟାବିନେଟ ମିଟିଂ ପାଇଁ ଭୁବନେଶ୍ୱର ବାହାରିଥାନ୍ତି। ମୁଁ ତାଙ୍କ ସହ ଚାଲିଲି। ବାଧା ଦେବାର ପ୍ରଶ୍ନ ଉଠିବା ପୂର୍ବରୁ ମିଟିଂ କକ୍ଷ ଭିତରେ ପଶିଯାଇ ମହତାବଙ୍କୁ କହିଲି, ଆପଣ ଜରୁର ଆସିବେ। ଏଇଟା ମୋର ସମ୍ମାନର ପ୍ରଶ୍ନ ମାତ୍ର ନୁହେଁ, ଆଇନ କଲେଜର ଗାରିମାର ବ୍ୟାପାର। ମାନେ ମହତାବ ଯିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ତାଙ୍କ ଚାମ୍ବର ଭିତରେ ପଶିକି କହୁଛନ୍ତି ଯେ ଆପଣ ଜରୁର ଆସିବେ, ଆଉ ଏଇଟା ମୋର ସମ୍ମାନର ପ୍ରଶ୍ନ ମାତ୍ର ନୁହେଁ, ଆଇନ କଲେଜର ଗାରିମାର ବ୍ୟାପାର। ମହତାବ ମୋ ଆଡକୁ ଅନାଇଥାନ୍ତି। ସେ ବାସ୍ତବରେ ଅସୁସ୍ଥ ଦିଶୁଥିଲେ।
ସେତେବେଳେ ସେ ବେଶୀ ମୋଟା ହୋଇଯାଇଥାନ୍ତି ଓ ନିଶ୍ୱାସ ନେବାରେ ବେଶ କଷ୍ଟ ଅନୁଭବ କରୁଥାନ୍ତି। ମୋ ନିଜ ବ୍ୟବହାର ପାଇଁ ମୁଁ ନିଜେ ଗ୍ଲାନି ଅନୁଭବ କରିବା ବେଳକୁ ସେ ଧୀର କଣ୍ଠରେ କହିଲେ, ଆଚ୍ଛା ତେବେ ମୁଁ ଠିକ ସମୟରେ ପହଞ୍ଚିବି। ସେ ଯେମିତି ଅସହାୟ ମନେ ହେଲେ, କିନ୍ତୁ ସେ ବିରକ୍ତ ହେଲେ ନାହିଁ, ହସିଲେ ମଧ୍ୟ ନାହିଁ। ତାଙ୍କ ବ୍ୟବହାରରେ ମୋତେ ଅଯଥା ଖୁସି କରିବାର ପ୍ରୟାସ ଯେପରି ନଥିଲା। ନିଜେ କେତେ କଷ୍ଟ କରିବାକୁ ଯାଉଛନ୍ତି ଥରେ ବି ସେ କଥା କହି ମୋ ଭିତରେ ତାଙ୍କ ପ୍ରତି କୃତଜ୍ଞତା ଉଦ୍ରେକ କରିବାର ଆଗ୍ରହ ବି ନଥିଲା। ମୁଁ ହୃଦୟଙ୍ଗମ କଲି, ସେ ମୋର ମାନସିକ ଅବସ୍ଥା ବୁଝି ଶାରୀରିକ ଓ କାର୍ଯ୍ୟଗତ ଅସୁବିଧା ସତ୍ତ୍ୱେ ମୋ ପ୍ରତି ତାଙ୍କ କର୍ତ୍ତବ୍ୟ କରୁଛନ୍ତି। କର୍ତ୍ତବ୍ୟ ଜଣେ ପିତୃ ପ୍ରତିମ ବ୍ୟକ୍ତିତ୍ୱର। ଯଥା ସମୟରେ ସେ କଟକରେ ପହଞ୍ଚି ତାଙ୍କ ଭୂମିକା ସୁଚାରୁ ରୂପେ ତୁଲାଇଥିଲେ। ଏଠାରେ କହିଲେ ହୁଏତ ଅପ୍ରାସଙ୍ଗିକ ହେବ ନାହିଁ ଯେ ମହତାବଙ୍କ ସୁସ୍ଥତା ଅସୁସ୍ଥତା ଯେମିତି ବୟସ ସାପେକ୍ଷ ନଥିଲା। ସେତେବେଳେ ତାଙ୍କ ଅସୁସ୍ଥତା ମୋତେ ବୟସର ପ୍ରତିକ୍ରିୟା ବୋଲି ମନେ ହେଲା। ଅଥଚ 5 ବର୍ଷ ପରେ 1968ରେ ତାଙ୍କୁ ଦେଖି ମନେ ହୋଇଛି ତାଙ୍କ ବୟସ ଯେପରି 15 ବର୍ଷ କମିଯାଇଛି। ଡଗରର ରଜନ୍ତ ଜୟନ୍ତୀ ଉତ୍ସବରେ ସେ ସଭାପତିତ୍ୱ କରୁଥାନ୍ତି। ହଠାତ୍ ସଭା ଚାଲିଥିବା ବେଳେ ଗୋପୀନାଥ ମହାନ୍ତିଙ୍କୁ ତାଙ୍କ ଆସନରେ ବସାଇ ଦେଇ ଏପରି ଫୂର୍ତ୍ତିମାନ ପଦକ୍ଷେପରେ କୁଆଡେ ବାହାରି ଚାଲିଗଲେ, ମନେ ହେଲା ସେ ଯେପରି ତରୁଣ। 40 ମିନିଟ୍ ପରେ ଫେରିଆସି ପୁଣି ଆସନ ଗ୍ରହଣ କଲେ। ପରଦିନ ଜାଣିଲି ସେହି ସମୟ ଭିତରେ ସେ ବାରବାଟୀ ଷ୍ଟାଡିୟମ ଠାରେ ଚାଲୁଥିବା ଗୋଟାଏ ସଭାରେ ପୌରୋହିତ୍ୟ କରି କିଛି ସମୟ ପରେ ସେ ଆସନରେ ଆଉ ଜଣକୁ ରୋପଣ କରି ପୁଣି ଡଗର ଉତ୍ସବକୁ ଫେରି ଆସିଥିଲେ। 1956 ସେତେବେଳେ କମ୍ୟୁନିଷ୍ଟ ପାର୍ଟି ଅଭିବ୍ୟକ୍ତ ଥିଲା। ପାର୍ଟି ପ୍ରଭାବିତ ଛାତ୍ର ଫେଡେରେସନ ମଧ୍ୟ ଐକ୍ୟବଦ୍ଧ ଥିଲା। ମୁଁ ଥିଲି ନିଖିଳ ଉତ୍କଳ ଛାତ୍ର ଫେଡେରେସନର ସାଧାରଣ ସମ୍ପାଦକ। ଛାତ୍ର ଫେଡେରେସନର ବାର୍ଷିକ ଅଧିବେଶନକୁ ମହତାବଙ୍କୁ ନିମନ୍ତ୍ରଣ କଲୁ। ଭାବୁଥିଲୁ ସେ ତାହା ଗ୍ରହଣ କରିବେ ନାହିଁ, କିନ୍ତୁ ସେ ଗ୍ରହଣ କଲେ। ନାରୀ ସଂଘ ସଦନ ମଇଦାନରେ ସମାବେଶରେ ଭାଷଣ ଦେଲେ। ମନେ ହେଲା ଦଳଗତ ରାଜନୀତିର ସଂକୀର୍ଣ୍ଣତାରୁ ସେ ସେତେବେଳକୁ ମୁକୁଳି ଯିବାକୁ ଆରମ୍ଭ କରିଥିଲେ। ତାଙ୍କ ବିଚାର ଓ ଦୃଷ୍ଟି ବାସ୍ତବ ସମସ୍ୟାର ବ୍ୟାପକତା ଉପରେ ବିଚରଣ କରୁଥିଲା। ଏଇଟା ଆହୁରି 4 ପେଜ ଅଛି। 21ଟା 28 ହେଲାଣି। ସାର୍ ମୁଁ ସାରିବି ବର୍ତ୍ତମାନ ନା ନେକ୍ସଟ କୁ କହିବି ନା ଏଟା ଯେମିତି ସାରିଦେବି? ଆପଣ ଯେମିତି ଆପଣ ଫିଲ୍ କରିବେ। ତାହେଲେ ଠିକ ଅଛି, ମାନେ ସାରିଦଉ ମାନେ ଆଉ ଅଳ୍ପ ରହିଲା ସାରିଦଉଛି। ମାନେ 5 ପେଜେସ୍ ଅଛି, ତଥାପି ଠିକ 10-15 ମିନିଟ୍ ପଳେଇଲା। ଥାଉ ସାର୍, ଆଜି ପାଇଁ ଏତିକି ଥାଉ। ଏଇଟା ମହତାବଙ୍କ ଜିନିଷରେ ଏଇଟା ଅଧାରେ ରହିଲା। ମହତାବଙ୍କ ଉପରେ ମନୋଜ ଦାସଙ୍କର ଆଉ ମାନେ ଏଇ ଲେଖାଟା ଆହୁରି 2.5 ପେଜ ପର୍ଯ୍ୟନ୍ତ ଯାଉଛି। 1, 2, 3 ପେଜ ପର୍ଯ୍ୟନ୍ତ ଯାଉଛି। ଆଉ ତାପରେ ମହତାବଙ୍କର ଗୋଟେ ଲେଖା ବି ଅଛି, ସୁନ୍ଦର ଲେଖାଟେ ମନୋଜ ଦାସଙ୍କ ଉପରେ। ସେ ଦିଟା ଯାକ ଆର୍ଥରକୁ କହିବି, ସେ ମନୋଜ ଦାସଙ୍କ ଉପରେ ମହତାବଙ୍କ ଲେଖାକୁ ଆଉ ଏଇଟାକୁ। ଆଉ ମୁଁ ଏବେ ବି ଶେଷ ବେଳକୁ କହୁଛି, ଆମେ ଗୋଟେ ଆଲୋଚନା କରୁଛେ, ଆମେ ନିଜେ କିଛି ଜାଣିବାକୁ ଚାହୁଁଛେ ପାଠକ ହିସାବରେ। ଏଠି ଏ ଆଲୋଚନା ଆଉ ଏ ଯୋଉ ମାନେ ମୋ ନାଁରେ ଯୋଉ ଇଏ ହଉଛି ଯେ ଲାଇଫ ସ୍କେଚ ଅଫ ମନୋଜ ଦାସ ମୁଁ କହୁଛି ବୋଲି, ଏଇଟା ମୋଟେ ବୌଦ୍ଧିକ ନୁହଁ। ଏଇଟା ସାଧାରଣ ପାଠକ ଆଉ ଗୋଟେ ପାଠକକୁ କହୁଛି। ଦୟାକରି ଏଇଭଳି ଭାବରେ ଧନ୍ୟବାଦ ଆଜି ପାଇଁ। ନମସ୍କାର। ସମୀର ଭାଇ, ଅ, ହଁ ମହତାବ କୁଜଙ୍ଗ ଆଡୁ ମନୋଜ ଦାସଙ୍କର ଡିଷ୍ଟାନ୍ସ ରିଲେସନ, ହଁ, ତାଙ୍କ ଶ୍ୱଶୁର କୁଜଙ୍ଗ ଘର ଆଡୁ। ହଁ। ଆଡୁ ପୂର୍ବରୁ ସିଏ ତାଙ୍କ ଘର ହିସାବରେ ବି ସମ୍ପର୍କିତ, ମାନେ ତାଙ୍କ ହୁଁ, ଭାଇଙ୍କ ହୁଁ। ସେ କହୁନାହାନ୍ତି ଯେ ସେ ଯୋଉ ମିଟିଂ କି ଯାଇଥିଲେ ସେଠିକି। ଅ, ଯାହା ହଉ। ମ- ମହତାବ ଗୋଟେ କଥା ଲେଖିଛନ୍ତି ମନୋଜ ସାରଙ୍କ ବିଷୟରେ। ସାହିତ୍ୟ କ୍ଷେତ୍ରରେ ମନୋଜ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିଛି। ଏହା ଭାବିଲେ ମନ ଗର୍ବରେ ଫୁଲି ଉଠେ। ତାହାର ପ୍ରତ୍ୟେକ ଗଳ୍ପ ଓ ପ୍ରବନ୍ଧ ମାନଙ୍କରେ ଆଧ୍ୟାତ୍ମିକ ଅନୁଭୂତିର ସୂଚନା ମିଳେ। ଆମ୍ଭେମାନେ ଯେପରି ଘଟଣାଟିକୁ ସ୍ଥୂଳ ଭାବରେ ଦେଖୁ ଓ ବିଚାର କରୁ, ସେ ସେପରି ନକରି ସୂକ୍ଷ୍ମ ଦୃଷ୍ଟିରେ ଘଟଣାର ଅଦୃଶ୍ୟ ଅଂଶକୁ ନିରୀକ୍ଷଣ କରେ। ଏହି ହେଉଛି ମନୋଜ ଗଳ୍ପ ମାନଙ୍କର ବିଶେଷତ୍ୱ। ମନୋଜ ଏତେ ଉପରକୁ ଚାଲିଗଲାଣି ଯେ ଆଜି ତାକୁ ଝଙ୍କାରର ଦାୟିତ୍ୱ ଦେବା ପାଇଁ କହିବାକୁ ସାହସ ବା ଇଚ୍ଛା ହେଉନାହିଁ। ଯାଉ ସେ ଉପରକୁ ଉପରକୁ,
ତାରି ଦ୍ୱାରା କେବଳ ଓଡ଼ିଆ ସାହିତ୍ୟ ନୁହେଁ, ଭାରତୀୟ ସାହିତ୍ୟ ଉଦ୍ବୁଦ୍ଧ ହେଉ, ମନୁଷ୍ୟ ଜୀବନର ଶ୍ରେଷ୍ଠ ସାର୍ଥକତା ସେ ଲାଭ କରୁ। ତ ମୁଁ ମହତାବ ଏଇ ଲେଖିଛନ୍ତି। ଆରଥରକୁ ୟାକୁ ହିଁ ପଢିଥାନ୍ତି, ଏଇ ଲେଖାଟା ପୂର୍ଣ୍ଣ ଭାବେ ପଢିଥାନ୍ତି। ଆଜ୍ଞା। ହଁ, ସେ ତାଙ୍କୁ ଦଉଥିଲେ ଦାୟିତ୍ୱ ଦବାକୁ ଚେଷ୍ଟା କରୁଥିଲେ, ବଟ୍ ସେ କଲେନି, ତାଙ୍କ କଥା ଶୁଣିଲେନି, ମାନେ ଶୁଣିଲେ ସେ ସାହସ କଲେନି ତାଙ୍କୁ ଦେବା ପାଇଁ। ମନୋଜ ଦାସ ଆଉ ମହତାବ ବି ତାଙ୍କୁ ତ ଟିକେଟ ଦଉଥିଲେ ନା, ଯୋଉ ଏମପି ଇଲେକ୍ସନରେ ଠିଆ ହେବା ପାଇଁ ତାଙ୍କୁ ଅଫର କରିଥିଲେ ଟିକେଟ। 27 ବର୍ଷ ବୟସ, 26 ବର୍ଷ। ଯାଉ ଠିକ ଅଛି। ସମୀର ଭାଇ, ବହୁତ ବହୁତ ଧନ୍ୟବାଦ। ଆଜି ଆମେ ବହୁତ କଥା ଜାଣିଲେ ଗୋଦାବରୀଶ ମିଶ୍ରଙ୍କ ସହିତ, ତାଙ୍କର ମିଶିବା, ପଣ୍ଡିତ ନୀଳକଣ୍ଠଙ୍କ ସହିତ ମିଶିବା, କାନ୍ତ କବିଙ୍କ ସହ, କାଳିନୀ ଚରଣ ପାଣିଗ୍ରାହୀ, କୁଞ୍ଜ ବିହାରୀ ହୁଁ ଦାସ, ହୁଁ ରାଧାମୋହନ ଗଡ଼ନାୟକ, ମନମୋହନ ମିଶ୍ର ଏବଂ ଶେଷରେ ମହତାବଙ୍କ ସହିତ କେମିତି ମିଶିଥିଲେ, ବହୁତ କଥା ଜାଣିଲେ। ବହୁତ ବହୁତ, ତେଣୁ ଆପଣଙ୍କୁ ଧନ୍ୟବାଦ। ବହୁତ ଆମେ ଉପଭୋଗ କଲୁ। ମନୋଜ ଦାସଙ୍କ ବ୍ୟକ୍ତିତ୍ୱର ଅନେକ ଦିଗ ଆବିଷ୍କାର କରି ହେଲା। ଆଉ ଯାହା ହଉ, ଏଠି ଅନିତା ମ୍ୟାଡାମ ବି ଅଛନ୍ତି, ସୁଦର୍ଶନ ଭାଇ ବି ଦିଲ୍ଲୀରୁ ଆଜି ଅଛନ୍ତି, ଅଚିନ୍ତ୍ୟ ଭାଇ ଅଛନ୍ତି, ଅଭିରାମ ଭାଇ, ପିକେ ମିଶ୍ର ସାର୍, ଲିଙ୍ଗରାଜ ଭାଇ, ସମସ୍ତେ ଆଜି ଅଛନ୍ତି। ସମସ୍ତେ ଉପଭୋଗ କଲୁ। ବହୁତ ବହୁତ ଧନ୍ୟବାଦ। ସୁନିଲ, ଏଥର ଶେଷ କରିବା। ଶେଷ ତ ନିଶ୍ଚିତ ଭାବରେ କରିବା, କିନ୍ତୁ ମାନେ 2024 ରେ ହିଁ ଆମର ନେକ୍ସଟ ମିଟିଂ। ତେଣୁ ଆଜି ଯୋଉମାନେ ସମସ୍ତେ ଜଏନ କଲେ, ନିଶ୍ଚୟ। ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ। ନୂଆ ବର୍ଷଟି ଆପଣମାନଙ୍କ ପାଇଁ ମଙ୍ଗଳମୟ ହଉ ଏବଂ ସୁଖ ଶାନ୍ତିରେ ସମୃଦ୍ଧ ହେଉ, ଏଇତିକି କାମନା କରି ଆଜିର ଏଇ ଯୋଉ ବୈଠକ ଆମେ ରଖିବା। ତାହେଲେ ସଞ୍ଜୟ। ଯଦି କିଏ କୋଶ୍ଚିନ୍ କିଛି ହଁ। ଅଛି କି, କିଏ ପଚାରିବେ ଯଦି କିଛି ଇଣ୍ଟରାକ୍ସନ ଆଚ୍ଛା, ଏନିଥିଙ୍ଗ। ଯଦି ଆଜିର ମିଟିଂ ବାବଦରେ ଯଦି କୌଣସି କମେଣ୍ଟ ଯଦି କରିବାର ଥାଏ ବା ପ୍ରଶ୍ନ ପଚାରିବାର ଥାଏ, ଯଦି କେହି ଚାହାନ୍ତି, ତାହେଲେ ଆପଣ ପଚାରି ପାରନ୍ତି। ମୁଁ ଅଲରେଡି ସମସ୍ତଙ୍କୁ ରିକ୍ୱେଷ୍ଟ ଥରେ ଥରେ କରିଯାଇଛି, ଅନମ୍ୟୁଟ ମାନେ ରିକ୍ୱେଷ୍ଟ କରିଦେଇଛି। ତେଣୁ ଓକେ ଓକେ। ଯଦି କେହି କିଛି କହିବା ପାଇଁ ଚାହାନ୍ତି, ଆପଣମାନେ ଅନମ୍ୟୁଟ କରିକି ପ୍ରଶ୍ନ ପଚାରି ପାରନ୍ତି। नो, ଠିକ ଅଛି। ଠିକ ଅଛି ତାହେଲେ। ହଁ ତାହେଲେ ରଖିବା ତାହେଲେ। ହଁ, ଥ୍ୟାଙ୍କ ୟୁ। ତାହେଲେ ଆଜି ପାଇଁ ଆମେ ଏଠି ରଖିବା ମିଟିଂ। ସମସ୍ତଙ୍କୁ ଆଉଥରେ ମୁଁ ଧନ୍ୟବାଦ ଜଣାଉଛି। ଆଉ ପୁଣି ଦେଖାହବ 2024 ପ୍ରଥମ ଶନିବାରରେ। ରହିଲି, ନମସ୍କାର। ହଁ, ସମସ୍ତଙ୍କୁ